दिन जहूँ बहिगला वशिष्ठको घेनिण भरत विचारिला बोइला भरत वीर राम छन्ति काहीं एही कथा मोते कह वशिष्ठ गोसाई तहु वशिष्ठ बोइले शुण हो भरत चित्रकूटरे अछन्ति रघुकुलनाथ ଥାଟ ସଜ କର ଆମ୍ଭେ ଯିବା ବେଗେ ଚଳି ଲେଉଟାଇ ଆଣିବାକ ତହୁଁ ତ ପଚାରି ସାଜ ସଜା କରି ଥାଟ ନେଲେ ତତକ୍ଷଣେ ଚିତ୍ରକୂଟେ ଯାଇ ମିଳିଲେ କତିନି ଦିନେ ଶ୍ରୀରାମଚନ୍ଦ୍ରଙ୍କୁ ତହିଁ ପାଇଲେ କ ଭେଟ ଆଗ ହୋଇ ତାଙ୍କ ଠାରେ ମିଳିଲେ ବଶିଷ୍ଠ ପଛରେ ଯାଇ ଭରତ ଦର୍ଶନ କଲେ ଗଡ଼ ଘାଲି ରାମଙ୍କର ଚରଣେ ଶୋଇଲେ ପିତାଙ୍କ ମୃତ୍ୟୁ ବାରତା ପାଇ ରଘୁସାଇ ବହୁତ କ୍ରନ୍ଦନ କଲେ ଶିରେ ହସ୍ତ ଦେଇ ମନ୍ଦାକିନୀ ଜଳେ ଯାଇ କଲେ କସ୍ନାହାନ ଛତୁ ପିଣ୍ଡ ତହୁଁ ଦେଲେ ପ୍ରଭୁ ରଘୁରାଣ ପିଣ୍ଡ ଦେଇଣ ସେଠାରୁ ଶ୍ରୀରାମ ଅଇଲେ ରାଜ୍ୟ ଛାଡ଼ି କିମ୍ପାସ ଭରତେ ପୁଛିଲେ ବଶିଷ୍ଠ ବୋଇଲେ ଶୁଣ ଆହେ ରଘୁନାଥ ମାତା ମାନେ ଆସିଛନ୍ତି ବେଗ ହୋଇ ଦେଖ ମାତାଙ୍କୁ ଦେଖିଣ ରାମ ଓଳଗି ଶୋଇଲେ ସେମାନେ ତାହାଙ୍କୁ ଦେଖି କଲ୍ୟାଣ ବାଞ୍ଛିଲେ ସୁମନ୍ତ୍ର ବୋଇଲେ ଶୁଣ ଆହେ ରାମ ରାଣ ଭରତ ଆସିଅଛନ୍ତି ଯେ ବଣ କାରଣ ଅଯୋଧ୍ୟାକୁ ଫେରି ଚାଲ ଆହେ ରାମ ରାଣ ନୃପତି ପଣକୁ ତୁମ୍ଭେ ଅଟ ହେ ଭାଜନ ଶ୍ରୀରାମ ବୋଇଲେ ଏହା କେବେ ହେନୁ ହଇ ପିତାଙ୍କ ସତ୍ୟ ବଚନ ଲଙ୍ଘି ନ ପାରଇ 14 ବର୍ଷ ନ ପୁରିଲେ କେଭେ ଯିବି ନାହିଁ ଏହି କଥା ଗୋଟି ମୋର ମନକୁ ନ ପାଇ ଶ୍ରୀରାମଙ୍କ ଦୃଢ଼ ବାକ୍ୟ ଶୁଣି ଭ୍ରତ ବୀର ତାଙ୍କୁ ବୁଝାଇ କହିଲେ ଅନେକ ପ୍ରକାର କେବେ ହେଁ ସେ ରାମଚନ୍ଦ୍ର ସମ୍ମତ ନହିଲେ ଦେବ କାର୍ଯ୍ୟ ପାଇଁ ସେହି ନିଷ୍ଠୁର ହୋଇଲେ ରାମ ବୋଇଲେ ଭରତ ବେଗେ ଏଥୁ ଯାଅ ଅଯୋଧ୍ୟା କଟକେ ଯାଇ ନୃପତି ତୁ ହୁଅ 14 ବରଷ ମୁହିଁ ପିତା ସତ୍ୟ ପାଳି ତଦନ୍ତରେ ନୃପତି ହୋଇବି ତପଶାଳୀ ଶ୍ରୀରାମଙ୍କ ବଚନ ଜାଣିଣ ମୁନିବର ବୋଲେ ଦେବ କାର୍ଯ୍ୟ ଏଥେ ହୋଇବ ପାର ଶ୍ରୀରାମ କାଷ୍ଠ ପାଦୁକା ଭରତକୁ ଦେଲେ ଏହା ସ୍ଥାପି ରାଜ ତୁମ୍ଭେ କର ଯାଇ ଭଲେ ସେ ପାଦୁକା ଘେନିଣ ଭରତ ଫେରି ଗଲେ ନନ୍ଦୀ ଗ୍ରାମରେ ଯାଇଣ ପ୍ରବେଶ ହୋଇଲେ ଶ୍ରୀରାମଙ୍କର ପାଦୁକା ସିଂହାସନେ ଥୋଇ ଉଦାସ ରୂପେ ଭରତ ରାଜତ୍ୱ କରଇ ଚିତ୍ରକୂଟ ପର୍ବତରେ ଶ୍ରୀରାମ ରହିଲେ ସୀତା ଲକ୍ଷ୍ମଣଙ୍କୁ ଘେନି ତହୁଁ ଚଳିଗଲେ ଦଣ୍ଡକାରଣ୍ୟରେ ଯାଇ ହୋଇଲେ ପ୍ରବେଶ ସେ ବନରେ ଦେଖିଲେ କ ବହୁ ମୃଗ ଶିଷ୍ୟ ନୀତି ମୃଗ ସମ୍ବରାଦି ମାରିଣ ଆଣନ୍ତି ରନ୍ଧନ ଭୋଜନ କରି ଦିବସ ବଞ୍ଚନ୍ତି କେତେକ ଦିନ ସେଠାରେ ରହି ରଘୁରାଣ ଅତି ସୁଖେ ଦିନ କଟାଇଲେ 3 ଜଣ ତହୁଁ ରାମ ଅରଣ୍ୟରେ ବୁଲିବାକୁ ଗଲେ ଋଷିମାନଙ୍କ ମଢ଼ିଆ ଯାଇଣ ଦେଖିଲେ ଋଷି ତହିଁ ଆନନ୍ଦରେ ଛନ୍ତି ତାହା ଦେଖି ନିକଟେ ମିଳିଲେ ରଘୁପତି ସେମାନଙ୍କୁ ରାମଚନ୍ଦ୍ର କଲେ ନମସ୍କାର ସୀତା ଲକ୍ଷ୍ମଣଙ୍କୁ ଘେନି ବସିଲେ ପାଖର ଶ୍ରୀରାମଙ୍କୁ ଦେଖି କରି ସର୍ବମୁନି ମାନେ ଆସନ ଛାଡ଼ିଣ ଛିଡ଼ା ହେଲେ ତତକ୍ଷଣେ କୃତାଞ୍ଜଳି ହୋଇ ସେହୁ କଲ୍ୟାଣ କରିଲେ ପୁଣି ସ୍ୱର୍ଣ୍ଣ ଦୀପ ଘେନି
ତାହାଙ୍କୁ ବନ୍ଦିଲେ ଷଡ଼ାଘ୍ୟ ଦେଇଣ ରାମ ଚନ୍ଦ୍ରଙ୍କୁ ପୂଜିଲେ ତାହାଙ୍କ ମସ୍ତକେ ନେଇ ଦୁର୍ବାକ୍ଷତ ଦେଲେ। ପରମ ବ୍ରହ୍ମ ଅଟନ୍ତି ସେ ପ୍ରଭୁ ନାରାୟଣ ଶ୍ୟାମଳ ବର୍ଣ୍ଣ ତାଙ୍କର କମଳ ଲୋଚନ। ତାଙ୍କ ରୂପ ଦେଖି କରି ସର୍ବ ଋଷିମାନେ କନ୍ଦର୍ପ ଜ୍ୱରରେ ଘାରି ହୋଇଲେ ତକ୍ଷଣେ ବୃକ୍ଷମାନଙ୍କ ମୂଳରେ ଆଉଜିଲେ ଯାଇ କନ୍ଦର୍ପ ଜ୍ୱରରେ ବୁଡ଼ିଲା ତାଙ୍କ ଦେହି। ମୁନିଙ୍କର କାମ ଜ୍ୱର ଜାଣିଲେ ଶ୍ରୀରାମ ବୋଇଲେ ମୋ ରୂପ ଦେଖି ହୋଇଲ ଜ୍ଞାନ। ଶ୍ରୀରାମ ବୋଇଲେ ତୁମ୍ଭେ ଶୁଣ ତ୍ରପି ଗଣେ ତୁମ୍ଭର କଥା ସକଳ ଜାଣିଲୁ ସୁମନେ। ଆମ୍ଭ ରୂପ ଦେଖି ମଦନରେ ବଶ ହେଲ କନ୍ଦର୍ପ ରସରେ ତୁମ୍ଭେ ଚିତ୍ତ ବୁଡ଼ାଇଲ। ଏଥିର କାରଣ ଆମ୍ଭେ କହିବା ଥକାଏ କାମ ଭୋଗେ ଇଚ୍ଛା ଯେବେ ହେଲା ତୁମ୍ଭ କାଏ। ଯୁବତୀର ରୂପ ତୁମ୍ଭେ ଧରିବ ହେ ମୁନି ତହିଁର ଉପାୟ କହି ଦେବା ପରିମାଣି। ଦ୍ୱାପର ଯୁଗରେ ତୁମ୍ଭେ ସ୍ତ୍ରୀ ରୂପ ହୋଇ ଗୋପେ ଜନମିବ ଗୋପାଳୁଣୀ ନାମ ବହି। 16 ସହସ୍ର ମୁନି ତୁମ୍ଭେ ଗୋପାଳୁଣୀ ହେବ ଗୋପନଗରରେ ତୁମ୍ଭେ ଜନମ ଲଭିବ। ମଥୁରାରେ କଂସ ପାଇଁ ଜନମ ଲଭିବୁ ପୃଥିବୀରେ ମହାଭାର ଉଶ୍ୱାସ କରିବୁ। କଂସ ଡରେ ବସୁଦେବ ମୋତେ ଘେନି ଯିବ ଗୋପପୁରେ ନନ୍ଦ ଘରେ ଛାଡ଼ି ନ ଆସିବ। 8 ବର୍ଷ ଆମ୍ଭେ ଯାଇ ରହିବୁ ସେଠାରେ ଅଷ୍ଟମଲ୍ଲଭୀ ନାସିବୁ ମଥୁରାପୁରରେ। ଗୋପରେ ତୁମ୍ଭେ ତରୁଣୀ ରୂପେ ଜନମିବ ନିଜ ଭର୍ତ୍ତା ଗୋପାଳଙ୍କୁ ସେଠାରେ ପାଇବ। ସେ ଗୋପାଳ ମାନେ ତୁମ୍ଭ ଅଙ୍ଗନ ଛୁଇଁବେ ନପୁଂସକ ରୂପ ଧରି ଦିନ ନେଉଥିବେ। ନନ୍ଦର ଗୃହରେ ଆମ୍ଭେ ବାଳ ରୂପ ଧରି କ୍ରୀଡ଼ା ରୂପେ ଚରାଇବୁ ଆନନ୍ଦେ ବାଛୁରୀ। ଯମୁନା କଦମ୍ବ ମୂଳେ କରିଥିବୁ ଠଣା ବୃନ୍ଦାବନେ କେଳି ଆମ୍ଭେ କରିବୁ ରଚନା। ମୋହନ ବଂଶୀ ବଜାଇ ତୁମ୍ଭଙ୍କୁ ମୋହିବୁ ବୃନ୍ଦାବନେ ତୁମ୍ଭ ସଙ୍ଗେ କେଳି ଆରମ୍ଭିବୁ। ପ୍ରେମାଲିଙ୍ଗନ କରିବ ତୁମ୍ଭେ ଆମ୍ଭ ତୁଲେ ନିଜ ଶରୀର ପାଇବ ତେବେ ଅନ୍ତକାଳେ। ଏସନ ପ୍ରକାରେ ବାକ୍ୟ କହି ଭଗବାନ ସୀତା ଘେନି ଅରଣ୍ୟରେ ପଶିଲେ ଯାଇଣ। ତୁମ୍ଭେ ଶୁଣିଲ ଟିକି ଘୋ ଦେବୀ ମହାମାଇ ଏସନ ପ୍ରକାରେ ଗୋପୀ ଥିଲେ ମୋର ତହିଁ। ଏଣୁ କରି ଆମ୍ଭେ ତାଙ୍କୁ ନ ପାରୁ ମୁରୁଛି ପ୍ରକୃତିଗତ ସେମାନେ ନ ପାରୁ ଉପେକ୍ଷୀ। ପୂର୍ବେ ବିଶ୍ୱନାଥ ତାଙ୍କୁ ଦେଇଥିଲେ ବର ତହିଁର ପୂର୍ବ କଥା ଶୁଣ ତୁ ବିଚାର। ସତ୍ୟ ଯୁଗର ବାରତା ଶୁଣ ସଙ୍ଗାତୁଣୀ ଏକ ମନେ ଶୁଣ ତୁମ୍ଭେ ପ୍ରାଣର ମିତଣୀ। ତହିଁ ଥାନ୍ତି 16 ସହସ୍ର ମୁନି ମାନେ ଗଙ୍ଗା କୂଳେ ତପ କରୁଥାନ୍ତି ଅନୁକ୍ଷଣେ। ବାଲୁକାର ଲିଙ୍ଗ ସ୍ଥାପି ଧୂପ ଦୀପ ଦେଇ ଗଇସ ବିଲୋପତର ଦୁଦୁରା ଗଡ଼ା ଦୁଦୁରା ଚଢ଼ାଇ ଘଣ୍ଟାର ଶବଦ କରି କରତାଳି ବାଇ ଶ୍ରୀ ବିଶ୍ୱନାଥଙ୍କୁ ମନ ମଧ୍ୟ ଥାନ୍ତି ଧ୍ୟାଇ। ତାହାଙ୍କର ତପସ୍ୟା ଦେଖିଣ ବିଶ୍ୱନାଥ ପ୍ରସନ୍ନ ହୋଇଣ ବୋଇଲେ କଉମାକାନ୍ତ। ଏଡ଼େ ବଡ଼ ତପ ଗୋଟା କିମ୍ପାଇଁ କରୁଛ କାୟା କଦର୍ଥନ କରି ବ୍ୟଥା ପାଉଅଛ। ଏହା ଶୁଣି ତପୀ ମାନେ ବୋଲନ୍ତି ବଚନ ଯେବେ ଆମ୍ଭଙ୍କୁ ପ୍ରସନ୍ନ ହେଲ ତ୍ରିଲୋଚନ। ଏକ ବର ମାଗିବୁ ହୋ ଯେବେ ପାର ଦେଇ ତେବେ ଆମ୍ଭମାନଙ୍କର କଷ୍ଟ ପାର ହୋଇ। ଆମ୍ଭମାନଙ୍କୁ ପୁଛିଲ
କିମ୍ପା ତପ କର, ସାବଧାନ ହୋଇ ଶୁଣ ତହିଁର ବିଚାର। ଏଡ଼େ ତପ ଆମ୍ଭେମାନେ କରୁଛୁ ଯହିଁକି, ତପସ୍ୟା ଫଳରୁ ଆମ୍ଭେ ପାଉ ଯେପରିକି। ବିଶ୍ୱନାଥ ବୋଇଲେ କ ନିଶ୍ଚୟ ଦେବୁ ବର, ପ୍ରସନ୍ନ ଚିତ୍ତରେ ତୁମ୍ଭେ ମାଗ ଆମ୍ଭଠାର। ତପସ୍ୱୀ ମାନେ ତାଙ୍କର ଆଜ୍ଞାରେ କହନ୍ତି, ଏକ ମନ ହୋଇ ତୁମ୍ଭେ ଶୁଣ ପଶୁପତି। ମୁଖ୍ୟ ଗତି ପାଇବୁ ଏ ସନ ବର ଦେବ, ତେବେ କୃତାର୍ଥ ହୋଇବୁ ଆମ୍ଭେ ମହାଦେବ। ମୁନିଙ୍କର ମୁଖରୁ ଏ ସନ ବାକ୍ୟ ଶୁଣି, ବିସ୍ମିତ ହୋଇ ରହିଲେ ପ୍ରଭୁ ଶୂଳପାଣି। ମୋକ୍ଷ ଗତି ପାଇଁ ତୁମ୍ଭେ ଯେ ବର ମାଗିଲ, ଆମ୍ଭ ଯୋଗେ ସେହି କଥା ନୋହିବ ସଫଳ। ଯେ ନାରାୟଣ ଅଟନ୍ତି ଜଗତର ସାଇଁ, ସେହି ସିନା ମୋକ୍ଷ ବର ସବୁଙ୍କୁ ଦିଅଇ। ଭକତ ବତ୍ସଳ ସେହୁ କରୁଣା ସାଗର, ସମସ୍ତ ଦେବତାଙ୍କର ଅଟନ୍ତି ଠାକୁର। ଯେଣୁ କରି ମୋତେ ତୁମ୍ଭେ ସେବା କଲ ମୁନି, ଏଥିର କାରଣ ଶୁଣ ଆହେ ତପୋଧନି। ସେବା କରିବା ତୁମ୍ଭର ବିଫଳ ନ ହେଉ, ସେବାର ଫଳ ତୁମ୍ଭଙ୍କୁ ନିଶ୍ଚୟ ପ୍ରାପ୍ତ ହେଉ। ତ୍ରେତା ଅନ୍ତେ ଦ୍ୱାପରରେ କହ୍ନା ଅବତାର, ନାରାୟଣ ଅବତାର ହେବେ ମର୍ତ୍ତ୍ୟପୁରେ। ପୃଥିବୀର ମହାଭାର ଓଶ୍ୱାସିବା ପାଇଁ, ମଥୁରାପୁରେ ଜନ୍ମିବେ ଦେବ ଭାବଗ୍ରାହୀ। ବସୁଦେବଙ୍କ କୂଳରେ ହରିଦେବେ ଜାତ, କଂସ କେଶୀ ଅଷ୍ଟମଲ୍ଲ କରିବେ ନିପାତ। କଂସ ଡରେ ବସୁଦେବ ଚୋରାଇଣ ନେବ, ଗୋପେ ନନ୍ଦର ଗୃହରେ ଛାଡ଼ିଣ ଆସିବ। 8 ବର୍ଷ ପର୍ଯ୍ୟନ୍ତେ ସେଠାରେ ରହିବେ, ତେବେ ସେ ଅସୁର ବଳ ନିଧନ କରିବେ। ତୁମ୍ଭେ 16 ସହସ୍ର ମୁନି ଏମନ୍ତ କରିବ, ଗୌଡ଼ୁଣୀ ରୂପେ ଗୋପେ ଜନମ ଲଭିବ। ବ୍ରଜ ସ୍ତ୍ରୀ ରୂପେ ତହିଁ ହେବ ତୁମ୍ଭେ ଜାତ, ନପୁଂସକ ହୋଇ ବେଟି ତୁମ୍ଭ ନିଜ କାନ୍ତ। ତୁମ୍ଭ ଅଙ୍ଗ କେବେ ହେନ ଛୁଇଁବେ ଗୋପାଳ, ନପୁଂସକ ହୋଇ ବଞ୍ଚୁଥିବେ ଦିନ କାଳ। ତୁମ୍ଭେ ମାନେ ସ୍ତ୍ରୀ ରୂପେ ଗୋପେ ଜାତ ହେବ, ପ୍ରେମ ଭକତି ଭାବରେ କୃଷ୍ଣଙ୍କୁ ପାଇବ। ସର୍ବଦା ଭଜିବ ତୁମ୍ଭେ ଗୋବିନ୍ଦଙ୍କୁ ମନେ, ଭୋଜନ ଶୟନେ ଭଜୁଥିବ ଜନାର୍ଦ୍ଦନେ। ପ୍ରେମ ଭାବେ ସେ ତୁମ୍ଭଙ୍କୁ ମୂର୍ଚ୍ଛିନ ପାରିବେ, ହାସ୍ୟ ପରିହାସରେ ସେ ଦିନ ବଞ୍ଚୁଥିବେ। ବେଣୁ ଧ୍ୱନି କରି ମୋହୁଥିବେ ତୁମ୍ଭ ଚିତ୍ତ, ଏକ ମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ। ଶୁଣ ତୁହ ପରୀକ୍ଷିତ ଏ ପୁରାଣ ଧ୍ୱନି, 5 ମହାପାତକ ତୁ ଖଣ୍ଡ ଏହା ଶୁଣି। ଶ୍ରୀ ବାସୁଦେବ ରୁକ୍ମିଣୀ ଆଗରେ କହନ୍ତି, ଶୁଣିଲେ ମହାପାତକ ନ ଆସଇ କତି। ତୁ ଯେ ପୁଛିଲୁ ମଥୁରା ମଙ୍ଗଳ ଚରିତ, ଏକ ମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ। ବନ୍ଦଇ ଶ୍ରୀ ଜଗନ୍ନାଥ ଜଗତର ପତି, ଜଗତ ଜନଙ୍କ ହିତେ ଚତୁର୍ଦ୍ଧାମ ରତି। ରତନ ସିଂହାସନରେ ବିଜେ କରିଅଛ, ଭୃତ୍ୟ ଜନ ମାନଙ୍କର ଆରତନା ସୁଛ। ଅବିକାର ପୁରୁଷ ହେ ବିକାର ତ ନାହିଁ, କୈବଲ୍ୟ ଦାତା ତୁହି ଅଟୁ ଭାବଗ୍ରାହୀ। ଗୋପୀଙ୍କି ଘେନିଣ ଗୋପେ କରୁ ତୁରା ହାସ, ରାଧା ତୁମ୍ଭ ବାମ ପାର୍ଶ୍ୱେ ଥାନ୍ତି ପିତବାସ। ସତେ କଫଣା ଉପରେ ବିଜେ ଦେବ ହରି, ଅଷ୍ଟଦଳେ ଅଷ୍ଟକନ୍ୟା ଥାନ୍ତି ଆବୋରି। ସେ ସିଂହାସନ ମହିମା କେ କହିପାରଇ, ପଟାନ୍ତର ଦେବା ପାଇଁ ଆଉ କିଛି ନାହିଁ। କୋଟି ଯୁଗ ଧ୍ୟାଇ ଦେବ
ନ ପାଇଲେ ଯାହା ମୋର କିବା ଶକ୍ୟ ଅଛି ବନିବାକୁ ତାହା। ମୁଁ ଅଚ୍ୟୁତ ଦାସ ଅଟେ ଦିନହୀନ ଅତି ଗୋବିନ୍ଦ ଚରଣ ବିନୁ ନାହିଁ ଅନ୍ୟ ଗତି। ରାଧିକାଙ୍କର ଜନ୍ମ ବୃତ୍ତାନ୍ତ ଓ ନାରଦଙ୍କର ଦେବକୀ ବସୁଦେବଙ୍କୁ ଆଶ୍ୱାସନା ଓ ଗୋପପୁର ଭ୍ରମଣ। ଏଥୁ ଅନନ୍ତରେ ପରୀକ୍ଷିତ ନାମେ ରାଜା ସୁକମୁନି ଚରଣରେ କଲେ ଦିବ୍ୟ ପୂଜା। ତଦନ୍ତରେ କେଉଁ କଥା ହୋଇଲା ଗୋସାଇଁ ଅପୂର୍ବ କଥା ଗୋଟିଏ ପଚାରିବି ମୁହିଁ। ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ନାରାୟଣ କଥାଏ ପୁଛିବି ମୁହିଁ କର ଅବଧାନ। ରାଧିକା ତୁମ୍ଭର ଲେଖାରେ ତମ ଉଳାଣି ତାକୁ କେମନ୍ତେ ହରିଲ ଆହେ ଚକ୍ରପାଣି। ବୃଷଭାନୁ ନୃପଙ୍କର ଅଟନ୍ତି ସେ ଜେମା ଗୌଡ଼ ଚନ୍ଦ୍ରସେଣାଙ୍କୁ ବିଭା ହେଲା ବାମା। ବିଭା ହେବାର ବୃତ୍ତାନ୍ତ କହ ଚକ୍ରପାଣି ସେ କଥା ଶୁଣିଲେ ଭ୍ରାନ୍ତି ଯିବ ଏହି କ୍ଷଣି। ପୂର୍ବର କଥା କେମନ୍ତେ ଗୋପୀଏ ଜାଣିଲେ ବିମ୍ବାଧରେ ମନ୍ଦ ମନ୍ଦ ହାସ୍ୟ ପ୍ରକାଶିଲେ। ମାୟାଧର ପୁରୁଷ ତୁ ଜାଣୁ ସର୍ବମାୟା ଅଷ୍ଟପାଟ ବଂଶୀ ଦେଲେ ଲଗାଇଲୁ କାୟା। ତହୁଁ ଶ୍ରୀ ବିଷ୍ଣୁ ବୋଲନ୍ତି ଶୁଣ ସର୍ବନାରୀ ଶ୍ରୀରାଧାଙ୍କର ଚରିତ କହିବା ବିସ୍ତାରୀ। ବ୍ରହ୍ମା କ୍ଷୀରାବ୍ଧି ନିକଟେ ଯାଇ ଜଣାଇଲେ ଅସୁର ଭୟରୁ ରକ୍ଷା କର ତୁମ୍ଭେ ଭଲେ। ବ୍ରହ୍ମାଙ୍କର ସ୍ତୁତି ବାକ୍ୟ ଶୁଣି ଶ୍ରବଣରେ ଚକ୍ଷୁ ଫେଡ଼ିଣ ତାହାଙ୍କୁ ଚାହିଁଲୁ ସତରେ। ଆମ୍ଭଙ୍କୁ ଦର୍ଶନ କରି ନମସ୍କାର କଲେ 33 କୋଟି ଦେବତା ପାଦରେ ଶୋଇଲେ। ମଥା ପୋତିଣ ବସିଲୁ ଆମ୍ଭେ ମୌନ ହୋଇ ମୌନ ଦେଖି ବ୍ରହ୍ମାଙ୍କର କମ୍ପିଲା କଦେହି। ତହୁଁ ବହୁତ ବିକଳ ହେଲେ ବେଦବର ଦେବତା ମାନେ ବିକଳ ହୋଇଲେ ଅପାର। ବହୁ ସ୍ତୁତି କଲେ ସର୍ବେ ଆମ୍ଭ ମୁଖ ଚାହିଁ ନ ରଖିଲେ ନାଶ ଆମ୍ଭେ ଗଲୁ ଭାବଗ୍ରାହୀ। ଦେବତାଙ୍କର ଆତଙ୍କ ମନରେ ଜାଣିଲୁ ପଞ୍ଚଭୂତ ଆତ୍ମାରେ ଯେ କଥାନ୍ତ ବାଣ୍ଟିଲୁ। ବୋଇଲୁ ଦେବତା ଗଣ ଅଟ ମନ୍ଦ ଗତି ଅସୁରଙ୍କୁ ବର ଦିଅ ଏସ ନ କରିତି। ନ ନିବାରି ମୋ ପାଶରେ ଗୁହାରି ଯେ କର ଏକଥା ତୁମ୍ଭର ପୁଣ କେବଳ ବ୍ୟବହାର। ଇତି ପୂର୍ବେ ତ୍ରେତା ଯୁଗେ ରାମ ଅବତାରେ ଅମର ବର ଯେ ଦେଲା ବିଶ୍ରବା କୁମରେ। 14 ଭୁବନ ସେହୁ ଜିଣିଲା କବଳେ ତହୁଁ ସେ ବାହିଲା ରଥ ଅମର ମଣ୍ଡଳେ। ତୁମ୍ଭେ ମାନେ ବଶୀଭୂତ ହୋଇଲ ତାହାର ସେବା କଲ ଯାଇ ତାକୁ ଆସ୍ଥାନ ତଳର। ବେଦବର ତାହା ପାଶେ ବେଦ ପଢୁ ତୁହି ଏହି ସୁରପତି ଦ୍ୱାର ପାଳ ହୋଇଥାଇ। ଚନ୍ଦ୍ର ଦେବତା ତା ପାଶେ ରାନ୍ଧି ପରସଇ ବୈଦ୍ୟପଣେ ତାକୁ ଯମ ଦେବତା ଖଟଇ। ଅଗ୍ନି ଦେବତା ତାହାର ବସ୍ତ୍ର ପଖାଳଇ ପବନ ଦେବତା ତାକୁ ଚାମର ବିଞ୍ଚଇ। ଏହି ରୂପେ ରାବଣକୁ ସେବା କରି ନିତ୍ୟେ ବୃହସ୍ପତି ଯାଇ ପାଞ୍ଜି କହଇ ନିରତେ। ମହାବଳବନ୍ତ ସେହି ଅଟଇ ଅସୁର ଦେବତାଙ୍କ ଠାରୁ ସେହି ଅଟେ ବଳିୟାର। ବିକଳେ ମୋ ପାଶେ ଯାଇ ଗୁହାରି କରିଲ ରାବଣ ଭଏ ଛାଡ଼ିଲୁ ଆମ୍ଭେ ସ୍ୱର୍ଗପୁର। ତୁମ୍ଭର ବିକଳେ ମୁହିଁ ମଞ୍ଚେ ଜନମିଲି ଗରୁଡ଼େ ନ ଚଢ଼ି ଶଙ୍ଖ ଚକ୍ର ନ ଧରିଲି। ମନୁଷ୍ୟ ରୂପ ଧରିଣ ମାଇଲି ରାବଣ ଏଥକୁ ବିଚାର ଯେନ କଲ ସୁରଗଣ। ତୁମ୍ଭ ଛଳେ ମୁହିଁ ଯାଇ ଅସୁର ନାସିଲି
ତୁମ୍ଭ ପାଇଁ ରାବଣକୁ ସଂହାର ମୁଁ କଲି। ସେ କାଳରେ ବ୍ରହ୍ମ ହତ୍ୟା ଦୋଷ ଦେଲ ମତେ, ମୁଖ ନ ଚାହିଁବ ବୋଲି ବୋଇଲ ସମସ୍ତେ। ରାମ ଅବତାରେ ମୋହି ପାଇଲି ଯେ କଷ୍ଟ, ବହୁତର କଷ୍ଟ ମତେ ଦେଲା ସେ ପାପିଷ୍ଠ। ଦୁଃଖରେ ଆସିଣ ମୁହିଁ ଶୋଇଅଛି ଏଥେ, ପୁଣି ତୁମ୍ଭେ ମାନେ ଆସି ଜଣାଉଛ ମତେ। ମଞ୍ଚପୁରେ ମୁହିଁ ଆଉ ନୋହିବି ଜନମ, ରାକ୍ଷସନ ବଧିବି ମୁଁ ଭଲ ରୂପେ ଜାଣ। ଆମ୍ଭର ମୁଖରୁ ଏ ସନକ କଥା ଶୁଣି, କରପତ୍ର ଯୋଡ଼ି କହିଲେ କକୁଶ ପାଣି। ଏବେ କହ୍ନା ଅବତାର ତୁମର ହୋଇବ, ମଥୁରାରେ ଜନ୍ମ ଲଭି ଗୋପରେ ବଢ଼ିବ। 16 ସହସ୍ର ବ୍ରହ୍ମ ଋଷି ଗୋପୀ ରୂପ ଧରି, ଗୋପାଳୁଣୀ ରୂପେ ତହିଁ ଥିବେ ଅବତରୀ। କମଳିନୀ ଜାତ ହେବେ ବୃଷଭାନୁ ଘର, ଜନ୍ମେ ଜନ୍ମେ ତୁମ୍ଭର ଯେ ଅର୍ଦ୍ଧାଙ୍ଗ ଶରୀର। ଲକ୍ଷ୍ମୀ ଅଂଶେ ଅଷ୍ଟବଂଶୀ ଲଭିବେ ଜନମ, ପରମ ବ୍ରହ୍ମ ରୂପେ ତାଙ୍କୁ କରିବ ରମଣ। ବିରହ ବଂଶୀ ଗୋଟିକି ବ୍ରହ୍ମା ମତେ ଦେଲେ, ସେଥିରେ ଗୋପୀ ମାନଙ୍କୁ ମୋହିବ ଯେ ଭଲେ। ଏତେକ କହିଣ ବ୍ରହ୍ମା ମୌନ ହୋଇଲେ, ସତ୍ୟ ବଚନ କହିଣ ମତେ ଭଣ୍ଡାଇଲେ। ତାଙ୍କ ବଚନରେ ମୋହି ଗୋପରେ ବଢ଼ିଲି, ଗୋପାଳୁଣୀଙ୍କ ସଙ୍ଗତେ ପ୍ରିୟ ଭାବ କଲି। ନିତ୍ୟସ୍ଥଳେ ରାଧିକାଙ୍କୁ ବାମରେ ବସାଇ, ନିତ୍ୟ ରାହାସ କରଇ କ୍ରୋଧ ମଧ୍ୟେ ଥାଇ। କ୍ଷଣକାଳ ରାଧିକାଙ୍କୁ ନ ପାରେ ମୁଁ ରୁଛି, ନିତ୍ୟ ରାହାସରେ ବାଧା ନ ହୁଅଇ କିଛି। ରାଧା ନାମ ଗୋଟି ଆଗେ ପଛେ ମୋର ନାମ, ରାଧାପତି ବୋଲି ମତେ କରନ୍ତି ବ୍ୟାଖ୍ୟାନ। ତୁମ୍ଭେ ପଚାରୁଛ ମତେ ରାଧା ରୂପ ଗୁଣ, ପଟାନ୍ତର ରୂପ ନାହିଁ ତିନି ଭୁବନେଣ। ତୁମ୍ଭର ରୂପ ନୁହଁଇ ରାଧାର ସମାନ, ଅଜନି ସମ୍ଭୂତା ସେହୁ ଅଟେ ପ୍ରତ୍ୟକ୍ଷଣ। ଶ୍ରୀକୃଷ୍ଣଙ୍କର ମୁଖରୁ ଏ ସନକ ଶୁଣି, ତଦନ୍ତରେ ଶ୍ରୀ ରୁକ୍ମିଣୀ ଭାଷେ ମୃଦୁବାଣୀ। ବୋଇଲେ ହେ ଅବଧାନ କର ଚକ୍ରଧର, ଅଜନି ସମ୍ଭୂତ ତାଙ୍କୁ କହିଲ ମୁଖର। ବୃଷଭାନୁ ନନ୍ଦିନୀ ସେ ଅଟେ କମ୍ଭୁ ପାଣି, ଭୁଲାଇ ଆମ୍ଭଙ୍କୁ କହୁଅଛ ଚକ୍ର ପାଣି। ଶ୍ରୀମାୟାଧର ପୁରୁଷ ସବୁ ତୁମ୍ଭେ ଜାଣ, ମାୟା ନ କରି ଆମ୍ଭଙ୍କୁ କହ ନାରାୟଣ। ରୁକ୍ମିଣୀ ସତ୍ୟଭାମା ଯେ ପଚାରନ୍ତି ହସି, ତାହାଙ୍କୁ କହନ୍ତି ମୃଦୁ ହାସେ ବ୍ରହ୍ମରାଶି। ଯେତେବେଳେ ମଞ୍ଚକୁ ମୁଁ ହୋଇଲି ବାହାର, ଲକ୍ଷ୍ମୀଙ୍କି ପଠାଇ ଦେଲି କରି ଆଗୁସାର। କାଳିନ୍ଦୀ ଯମୁନା ନଦୀ ଉତ୍ତର କୂଳରେ, ବୃଷଭାନୁ ରାଜପଣ କରଇ ତହିଁରେ। ପଦ୍ମ ଫୁଲ ଗଛ ମାନ କାଳିନ୍ଦୀରେ ଥାଇ, ଅନେକ କମଳ ପୁଷ୍ପ ତହିଁରେ ଫୁଟଇ। କୌତୁକେ ଭ୍ରମର ମାନେ କରୁଥାନ୍ତି ଖେଳା, ନାନାବିଧ ପକ୍ଷୀ ତହିଁ କରୁଥାନ୍ତି ଲୀଳା। ଏମନ୍ତ ପ୍ରକାରେ ଲକ୍ଷ୍ମୀ ମଞ୍ଚକୁ ଅଇଲେ, ପଦ୍ମପତ୍ରର ଉପରେ ଶୟନ ସେ କଲେ। ଦେଖି କରି ପବନ ଯେ ବହେ ଖରତର, ମଳୟ ପବନେ ଦେହ ହୋଇଲା ଶୀତଳ। ବାଳିକାର ରୂପ ଗୋଟି ଧଇଲା ତରୁଣୀ, ସାକ୍ଷାତ ରାଧିକା ଦେବୀ ଅଟଇ ପଦ୍ମିନୀ। ସୌରଭ ଘେନି ବହଇ ମଳୟ ସମୀର, କୃଷ୍ଣ ପକ୍ଷ ଚନ୍ଦ୍ରବାର ଅଟେ ସେ ଦିନର। ବାୟବ୍ୟ ନାମେ କରଣ ଅଟେ ସେ ଦିନର, ତହିଁ ପୁଣି ଆୟୁଷ୍ମାନ ଯୋଗଟି ଆବର। ଦ୍ୱିଜା ନାମରେ ନକ୍ଷତ୍ର
ଶେଷ ଲଗ୍ନ ବେଳେ ମୃଗୟାକୁ ଗଲେ ବୃଷ ଭାନୁ ନୃପବରେ ଚଳି ଯାଉଥିଲେ ସେହି କାଳିନ୍ଦୀ ତଟରେ ଦୃଷ୍ଟି ପଡ଼ିଲା କମଳ ବନର ଭିତରେ ସୁରଙ୍ଗ କୁସୁମ ମାନ ଦେଖି ନୃପବର ଆଣିବା ନିମନ୍ତେ ଶ୍ରଦ୍ଧା ବଳିଲା ତାଙ୍କର ଭୃତ୍ୟମାନଙ୍କୁ ଚାହିଁଣ ବୋଲନ୍ତି ବଚନ ଫୁଲ ଯୋଡ଼ିଏ ତୋଳିଣ ଆଣ ଏହି କ୍ଷଣ ରାଜାଙ୍କର ଆଜ୍ଞା ପାଇ ଭୃତ୍ୟ ଚଳିଗଲା କାଳିନ୍ଦୀ ଭିତରେ ଯାଇ ବହନ ପଶିଲା ପୁଷ୍ପ ତୋଳୁ ତୋଳୁ ତାର ନୟନ ପଡ଼ିଲା ପତ୍ର ଉପରେ ଦୁହିତା ଗୋଟିଏ ଦେଖିଲା ଦୈବର କୃତ୍ୟ ତାହାକେ କରିବ ଆନ ଭୃତ୍ୟ ତାକୁ ନିରେଖିଲା ହୋଇ ହର୍ଷ ମନ ଦେଖିଲା କନ୍ୟା ଗୋଟିଏ ଶୋଇଛି ପତ୍ରରେ କୃଷ୍ଣ ପକ୍ଷ ଚନ୍ଦ୍ରମା କି ଉଇଛି ସେଠାରେ କୋଟିଏ ରତି ତାହା ରୂପକୁ ନହେ ସରି ପଟାନ୍ତର ଦେବାକୁ ଯେ ନାହିଁ ତିନି ପୁରୀ ଦେଖି କରି ଭୃତ୍ୟ ତହୁଁ ଅଇଲା ବହନ ବେଗେ ଯାଇ ଜଣାଇଲା ରାଜା ସନ୍ନିଧାନ ସାବଧାନ ହୋଇ ତୁମ୍ଭେ ଶୁଣିବା ଗୋସାଇଁ ଅପୂର୍ବ କଥାଏ ଦେଖି ଅଇଲହିଁ ମୁହିଁ ପଦ୍ମପତ୍ରେ ଶୋଇ କରି ଦେଉଅଛି ରାବ ସେ କନ୍ୟାକୁ ଦେଖିବ ଚାଲ ନୃପଦେବ ଚନ୍ଦ୍ର କିରଣ ପରାଏ ତା ରୂପ ଦିଶଇ ନିର୍ଧୂମ ନଳ ଜିଣି ତେଜ ବିକାଶଇ ସ୍ୱୟଂ କମଳା ଦେବୀ କି ହୋଇଅଛି ଜାତ କୋଟିଏ ରତି ନୁହଁଇ ତାହାର ସ୍ୱରୂପ ଭୟରେ ତାହାର ପାଶେ ନ ପାରିଲି ଯାଇ ଦୈବ ପୁରୁଷ ଯାହା ଅଛଇ ଭିଆଇ ଆପଣା ନୟନେ ବୃଷ ଭାନୁ ନିରେଖିଲା ହୃଦ ପଦ୍ମ ମଧ୍ୟ ସେହୁ କଥାଏ ବାଣ୍ଟିଲା ରତି କିବା ସ୍ୱର୍ଗପୁରୁ ଅଇଲା ମଞ୍ଚକୁ କମଳା ସେ କି ଲୋଭ କରିଣ ଫୁଲକୁ ଏହା ରୂପ ଦେଖି ମନ ମୋହି ଯାଉଅଛି ବହୁ ଉପକାର ହେବ ଚିତ୍ତରେ ଭାବୁଛି ଏତେକ ବିଚାରି ରାଜା ମିଳିଣ ପାଶରେ ଭୟ କରି ତାହାକୁ ସେ ନ ଧରେ କୋଳରେ ଦୈବର ବଶ ହୋଇ ରାଜା ଭୋଳ ହେଲା ଦୁହିତା ଗୋଟିକୁ ହସ୍ତେ ଯାଇଣ ଧଇଲା ଦୁଇ ହାତ ନେଇ ଲଗାଇଲା ହୃଦୟର ପଦ୍ମବନ ଘେନିଣ ଅଇଲା ନୃପବର ପୁତ୍ର କନ୍ୟା କିଛି ନାହିଁ ମୋହର କର୍ମରେ ଦେବକନ୍ୟା ଗୋଟିଏ ମୁଁ ପାଇଲି ଏଠାରେ ତାକୁ ଘେନି ନରପତି ଦୋଳାରେ ବସାଇ ଆପଣା ଗୃହକୁ ଗଲା ବେଗ ବେଗ ହୋଇ ନିଜର ମନ୍ଦିରେ ଯାଇ ହୋଇଲା ପ୍ରବେଶ ଭାର୍ଯ୍ୟା ଚଞ୍ଚଳାକୁ ବେଗେରାଇଲା କପାସ ବୋଇଲା ଗୋରାଣୀ ମୋର କଥା ଏକ କର ଏ ଦୁହିତା ଗୋଟି ନେଇ ତୁହି ପ୍ରତିପାଳ ଦୁହିତାର ରୂପ ଦେଖି ରାଣୀ ପଚାରଇ ଏମନ୍ତ ସୁନ୍ଦର ରୂପ ଦେଖିଛ କି କେଇ ଜାଣିଥାଅ ନିଶ୍ଚୟ ଏ ଅଟେ କମଳିନୀ ନାରାୟଣଙ୍କ ଘରଣୀ କଷ୍ଟ ନିବାରିଣୀ ଏହା ଯୋଗରେ ଅପୁତ୍ରୀ ଦୋଷ ମୋର ଜୀବ ମୋହର କର୍ମକୁ ୟାକୁ ଦେଇଛି ଦୈବ ପଦ୍ମବନରୁ ଜନ୍ମିଛି ଅଟେ ବଡ଼ ଶୋଭା ନାମ ଗୋଟି ଯେ ହାର ଦେବୀ ମୁହିଁ ରାଧା ଭିତରପୁରକୁ ଘେନି ଗଲେ ମହାଦେଇ ଅତି ଯତନ କରିଣ କନ୍ୟାକୁ ପାଳଇ ରତ୍ନ ଖଟର ଉପରେ ଶୁଆଇଲେ ନେଇ ଚିତ୍ର ବିଚିତ୍ର ଚାନ୍ଦୁଆ ଟାଣିଲେ କତହିଁ ଉତ୍ତାନ ସାଇ ହଇଣ ଶୋଇଲା କବାଳି କ୍ଷୀର ନ ଛୁଅଇଁ ସେହି ଫୁଲର ଦୁଲାଳି ମଳମୂତ୍ର ତାର ନାହିଁ ନିର୍ମଳ ଶରୀର
ଉତ୍ତାନ ସାଇରେ ଶୋଇଅଛି ପଲ୍ୟଙ୍କର। ଚିତ୍ତବୃତ୍ତି ତାର ମୋର ଚରଣରେ ଦେଇ, ବିଚାରନ୍ତି ମର୍ତ୍ତେ ଜନ୍ମ ହେବେ ଭାବଗ୍ରାହୀ। ଯେତେବେଳେ କୃଷ୍ଣ ଜନ୍ମ ହେବେ ମର୍ତ୍ତ୍ୟପୁର, କନରେ ଶୁଣିଲେ ମୋହି ହୋଇବି ସୁସ୍ଥିର। କୃଷ୍ଣଚନ୍ଦ୍ର ଗୋପେ ଯେବେ ହେବେ ଅବତାର, ତେବେ କ୍ଷୀର ନୀର ମୁହିଁ କରିବି ଆହାର। ଏମନ୍ତ ବିଚାରି ଦେବି ମୌନ ହୋଇଲେ, କାହାରି ସଙ୍ଗତେ କଥା ଭାଷା ନ କହିଲେ। ବାଳୁତ ରୂପ ଗୋଟିକୁ ଦେବି ନ ହୁଡ଼ିଲା, ଜଳ ସ୍ୱରୂପ ହରିଣ ମୌନେ ରହିଲା। ଯେଉଁ ଗୃହରେ ଦେବୀଙ୍କୁ ଶୁଆଇଲେ ନେଇ, ସେ ଗୃହେ ଜନ ମନୁଷ୍ୟ ନ ପଶିଲେ କେହି। ତହୁଁ ଏମନ୍ତେ ଥକାଏ କାଳ ବହିଗଲା, ଉତ୍ତାନ ସାଇ ଅବସ୍ଥା ଦେବୀ ନ ଛାଡ଼ିଲା। ଶୁଣ ତୁହି ରୁକ୍ମିଣୀ ଗୋ ଭୀଷ୍ମଙ୍କର ଜେମା, ଏକ ମନେ ରାଧିକାର ଜନ୍ମ ଶୁଣ କିନା। ଶ୍ରୀକୃଷ୍ଣଙ୍କର ମୁଖରୁ ଏ ସନକ ଶୁଣି, ସନ୍ତୋଷ ଚିତ୍ତେ ବିଚାରି ଭୀଷ୍ମଙ୍କ ନନ୍ଦିନୀ। ଏଥୁ ଅନ୍ତେ କିସ ହେଲା ବୋଲ ହେ ଗୋସାଇଁ, ଆନନ୍ଦରେ ସେହି କଥା ଶୁଣିବଇ ମୁହିଁ। ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ରାଜ ଜେମା, ଏଥିର ଚରିତ ଆମ୍ଭେ ବୁଝାଇ କହିବା। ଏସନ ପ୍ରକାରେ କେତେ କାଳ ବହିଗଲା, ସଭା ମଣ୍ଡାଇ ସ୍ୱର୍ଗରେ ମଘବା ବସିଲା। ବେନିରୋମ ପଠିଆଇ ଦେଲେ ନରହରି, ମଥୁରାରେ ଜନମ କି ହୋଇଲେ ମୁରାରି। ଅସୁରଙ୍କ ଭୟ ନ ରହି ପାରିଲୁ ସ୍ୱର୍ଗେ, ଉପଦ୍ରବ କଲା କଂସ ବୈରତା ଭାବେ। କି ବୁଦ୍ଧି କରିବା ବୋଲି ଦେବତା ଭାଳନ୍ତି, ଚନ୍ଦ୍ରମା ଦେବତା ବୃହସ୍ପତିଙ୍କୁ ପୁଛନ୍ତି। ବୃହସ୍ପତି ବୋଇଲେ ଏହା କର ଏବେ, ନାରଦଙ୍କୁ ପଠାଇଣ ଦେବା ତହୁଁ ଯବେ। ନାରଦ ଯାଇଣ ତହୁଁ ବୁଝିବେ ସେ କଥା, ତେବେ ସିନା ଫିଟିଯିବ ଆମ୍ଭ ମନୁ ବ୍ୟଥା। ଏତେ ବୋଲି ବୃହସ୍ପତି ନାରଦଙ୍କୁ ରାଇ, ସକଳ ଚରିତ ତାଙ୍କୁ କହିଲେ ବୁଝାଇ। ଦେବତାଙ୍କ ବଚନରେ ସେ ନାରଦ ମୁନି, ଦଣ୍ଡକମଣ୍ଡଳୁ ବୀଣା ସ୍ୱହସ୍ତରେ ଘେନି। ବିଭୂତି ଶରୀରେ ଲେପି ପିନ୍ଧି କୌପୀନ, ବେଦଧ୍ୱନି କରି ବାହାରିଲେ ତପୋଧନ। କଳି ଧକୁଡ଼ି ମୁଣିକୁ ଜାକିଲେ କାଖର, ସ୍ୱର୍ଗପୁରୁ ଓହ୍ଲାଇ ଆସନ୍ତି ମୁନିବର। ମଥୁରାପୁରରେ ଯାଇ ହୋଇଲେ ପ୍ରବେଶ, ଆସ୍ଥାନରେ ବସିଛନ୍ତି ଉଗ୍ରସେନ ଶିଷ୍ୟ। ଦେଖି ନାରଦ ମୁନିଙ୍କୁ ତୁରିତେ ଉଠିଲା, ଶିରେ କର ନିବେଶିଣ ନମସ୍କାର କଲା। ସ୍ତୁତି ଉଚ୍ଚାରି କଲ୍ୟାଣ କଲେ ତପୋଧନ, ଆରୋଗ୍ୟ ଶରୀର ତୋର ହେଉ ନୃପରାଣ। ସୁକଲ୍ୟାଣ ବାଞ୍ଛା ଯହୁଁ କଲେ ତପୋବନ୍ତ, ତହୁଁ ବସିବାକୁ ଆଜ୍ଞା ଦେଲେ ନୃପନାଥ। କୁଶଳ ବାରତା ତାଙ୍କୁ ନାରଦ ପୁଛନ୍ତି, ସୁସ୍ଥ ଶରୀରରେ ପୁତ୍ର ପୌତ୍ର କି ଅଛନ୍ତି। କଂସ ବୋଲଇ ଗୋସାଇଁ ତୁମ୍ଭ ଆଶୀର୍ବାଦେ, ସମସ୍ତେ ହିଁ କୁଶଳରେ ଅଛୁ ଅପ୍ରମାଦେ। ନରପତି ପଚାରିଲେ ଥିଲ ମୁନି କାହିଁ, ନାରଦ ବୋଇଲେ ସ୍ୱର୍ଗୁ ଅଇଲୁ ଓହ୍ଲାଇ। ତୋତେ ଶଙ୍ଖୁଳିବା ପାଇଁ ଅଇଲୁ ଏଥକୁ, ଭାବିଲୁ କଲ୍ୟାଣ କରି ଆସିବୁ ରାଜାଙ୍କୁ। ଏବେ ଆମ୍ଭେ ଯାଉଅଛୁ ଗୋପପୁର ଯାଏ, ଥରେ ଶଙ୍ଖୁଳି ଆସିବୁ ନନ୍ଦ ନୃପରାଏ। ଏତେ କହିଣ ନାରଦ ଆସ୍ଥାନୁ ଉଠିଲେ, ବସୁଦେବଙ୍କ ମନ୍ଦିରେ ଯାଇଣ ମିଳିଲେ। ବସୁଦେବ ତାଙ୍କୁ ଦେଖି ଓଳଗି ହୋଇଲେ, ମୋ କଷଣ ଦେଖ ବୋଲି ତାହାଙ୍କୁ କହିଲେ। ନାରଦ ବୋଇଲେ କିଛି ନ ଭାଳ ତୁ ବାବୁ, ଅଳ୍ପ ଦିନରେ ତୋର ଦୁଃଖ ଯିବ ସବୁ। ଦେବକୀ ବୋଇଲା ମୋର ଭାଇ କଂସାସୁର,
ଅତି ନିଷ୍ଠୁର ଅଟଇ ସେହି ମହାବୀର। ସାତ ପୁତ୍ର ସେହୁ ମୋର ନିର୍ଭୟ ମାଇଲା, ଅଷ୍ଟମ ଗର୍ଭ ବେଳ ପ୍ରବେଶ ହୋଇଲା। ଏହି ଗର୍ଭ ନାସିବାକୁ ବିଚାରିଛି ଦେଖ, ତୁମ୍ଭେ ଅଟ ମହାମୁନି ସର୍ବଜ୍ଞ ବିବେକ। ପୁତ୍ର କଷ୍ଟ ବାରମ୍ବାର ଦେଲା ଭୋଜ ସାଇଁ, ଗର୍ଭର କଷ୍ଟ ନ ସହି କେବେ ନ ସରଇ। ନିର୍ମାକ୍ଷୀ ଶରୀର ମୋର କି ପାଇଁ ରହିଛି, ପଞ୍ଚଭୂତ ଆତ୍ମା ମୋର ବିକଳ ହେଉଛି। ଏତେ କହି ଦେବକୀ ଯେ ବିକଳେ କାନ୍ଦିଲେ, ହସ୍ତ ଧରିଣ ନାରଦ ତାଙ୍କୁ ପ୍ରବୋଧିଲେ। ବୋଇଲେ ବିକଳ ତୁହି ନ ହୁଅ ଦେବକୀ, ମୋହର ବାକ୍ୟ ଗୋଟିକ ଦୃଢ଼ ନୁହଁ କି। ପୁଣି ବସୁଦେବେ ଚାହିଁ ନାରଦ କହିଲେ, ମୋର କଥା ଗୋଟିଏ ବେ ଘେନ ତୁ ମନରେ। ଯେତେବେଳେ ପୁତ୍ର ଗୋଟି ଗର୍ଭରୁ ଜନ୍ମିବ, ଏଥିର ଚରିତ ତୋତେ ବୁଝାଇବା ସର୍ବ। କୁମାର ଜନ୍ମିବା ବେଳେ ଜାଗରୁକ ଥିବୁ, ଖଟୁଲିରେ ଥୋଇଣ ତୁ ପୁତ୍ରେ ଘେନି ଯିବୁ। ନନ୍ଦ ଘରେ ସେ ପୁତ୍ରକୁ ଆସିବୁ ତୁ ଥୋଇ, ଦୈବ ଘଟନା ଏହା ପୂର୍ବୁ ହୋଇଛଇ। ତହିଁ 8 ବର୍ଷ ଯାଏ ବଢ଼ିବେ ମୋହନ, ତେବେ ପୃଥିବୀ ଉଶ୍ୱାସ ହୋଇବଟି ଜାଣ। ଅଷ୍ଟମଲ୍ଲଙ୍କ ସହିତ କଂସ ନାଶ ଯିବ, ତେବେ ପୃଥିବୀର ଭାରା ଉଶ୍ୱାସ ହୋଇବ। ଅଳ୍ପ ଦିନ ମାତ୍ରକ ତୁ ଦୁଃଖେ ରହିଥିବୁ, ତୋ ଘରେ ନାରାୟଣଙ୍କ ଜନ୍ମ ଦେଖିବୁ। ପୁନରପି କଥାଏ ତୁ ହେତୁ କରିଥିବୁ, ଆମ୍ଭର ବଚନ ହୃଦେ ଦୃଢ଼ ରଖିଥିବୁ। ଦୈବର ଭବିଷ୍ୟତ ଛଇ କଥାଏ, ସେଦିନ ନନ୍ଦର ଜନ୍ମିଥିବ ଦୁହିତାଏ। ନନ୍ଦ ଘରେ ପୁତ୍ର ଥୋଇ ଦୁହିତା ଆଣିବୁ, ଏହି ଗୁପ୍ତ କଥା ଗୋଟିକାରେ ନ କହିବୁ। ଏତେ କହିଣ ନାରଦ ଗଲେ ଅନ୍ତର୍ଧ୍ୟାନେ, ଭବିଷ୍ୟତ କଥା କହିଦେଲେ ବିଦ୍ୟମାନେ। ଯମୁନା ନଦୀକୁ ମୁନି ପାର ହୋଇଗଲେ, ନଦୀର କୂଳରେ ଯାଇ ପ୍ରବେଶ ହୋଇଲେ। ଦଣ୍ଡକମଣ୍ଡଳୁ ବୀଣା କୁଶ ବିଡ଼ି ଥୋଇ, ମନରେ ବିଚାର କଲେ ସ୍ନାନ କରିବଇଁ। ଅତି ପବିତ୍ର ଅଟଇ ଏ ଯମୁନା ଜଳ, ଏହା ଭାବି ତହିଁ ସ୍ନାନ କଲେ ତପିବର। ନିତ୍ୟକର୍ମ କରି ତହୁଁ ଗଲେ ବାହାରି, କଦମ୍ବ ତଳେ ମିଳିଲେ ଯାଇ ତପଚାରି। ତାହାଙ୍କୁ ଦେଖିଣ ମୁନି ଅଳପ ହସିଲେ, ଏଥେ କୃଷ୍ଣ ରାହାସ କରିବେ ବିଚାରିଲେ। ଏହି ବୃନ୍ଦାବନ ଏହି ଯମୁନା ବାଲିରେ, ଶ୍ରୀକୃଷ୍ଣ ପାଦ ପଡ଼ିବ ଏଥିର ଉପରେ। ଏହି କୁଞ୍ଜଲତା ମଧ୍ୟେ ଦେବ ନାରାୟଣ, ଗୋପୀଙ୍କ ସଙ୍ଗେ କ୍ରୀଡ଼ିବେ ଆନନ୍ଦ ଭାବେଣ। ଏହା ବିଚାରି ନାରଦ ମୁନି ଚଳିଗଲେ, ଗୋପାଳଙ୍କ ସଙ୍ଗତରେ ଗୋଗୋଷ୍ଠେ ମିଳିଲେ। ଗାଈ ବାଛୁରୀ ଘେନିଣ ସର୍ବ ଗୋପରାଣ, ଚରାନ୍ତେ ବନେ ଦେଖିଲେ ଯାଇ ତପୋଧନ। ଧନ୍ୟ ଧନ୍ୟ ଏହାଙ୍କର ଅଟଇ ଜୀବନ, ଲୀଳା କରିବେ ଏହାଙ୍କ ସଙ୍ଗେ ଭଗବାନ। ଏହା ଭାବି ତହୁଁ ଚଳିଗଲେ ମହାମୁନି, ନନ୍ଦର ନବରେ ଯାଇ ମିଳିଲେ ତକ୍ଷଣୀ। ଭିତରପୁରରେ ନନ୍ଦ ବିଜେ କରିଥିଲେ, ନାରଦଙ୍କ ଆଗମନ ବାରତା ପାଇଲେ। ତରତରେ ନନ୍ଦ ଘରୁ ବାହାର ହୋଇଣ, ଭକ୍ତି ଭରେ ମୁନିଙ୍କର ବନ୍ଦିଲେ ଚରଣ। ନମସ୍କାର କରି ତାଙ୍କୁ କହନ୍ତି ବଚନ, କି ଭାଗ୍ୟରେ ମୁହିଁ ଆଜି ପାଇଲି ଦର୍ଶନ। ଦିନହୀନର ପୁରକୁ ବ୍ରିଜେ ତପୋବନ୍ତ, ଶୁଭ କର୍ମେ ଆଜ ମୁହିଁ ହୋଇଲି ପ୍ରାପତ। ବ୍ରହ୍ମାଙ୍କର ନନ୍ଦନ ଯେ ବିଜେ ମୋର ପୁରେ, ଦେଖି କୃତାର୍ଥ ହୋଇଲି ଏ ପାପ ଶରୀରେ। ଏତେ ବୋଲି ନରପତି ଶୁଦ୍ଧ ଜଳ ଘେନି, ନାରଦଙ୍କର ଚରଣ ଧୋଇଲେ ସେ କ୍ଷଣି।
ଝିନ ବସନ ଘେନିଣ ଚରଣ ପୋଛିଲେ, ପାଦଦକ ଘେନି ହସ୍ତେ ଗର୍ଭକୁ ଖେପିଲେ। ରତ୍ନ ପଲ୍ୟଙ୍କରେ ତାଙ୍କୁ ନେଇ ବସାଇଲେ, ହସ୍ତ ଯୋଡ଼ି କରି ନନ୍ଦ ଅଗ୍ରେ ଉଭା ହେଲେ। ନାରଦ ବୋଇଲେ ତୁମ୍ଭେ ବସ ନନ୍ଦରାଣ, ସକଳ କୁଶଳ କହ ଆମ୍ଭର ଆରେଣ। ପରକାଏ କୁଶଳରେ ଅଛନ୍ତି ତୋର, ଏକଥା ସଂକ୍ଷେପି ମୋତେ କହ ତୁ ସତର। ଗୋରୁ ଗାଈ ଦେଉଛନ୍ତି ଟିକି କ୍ଷୀର ଭଲେ, ଇନ୍ଦ୍ରଦେବ ତୋ ରାଜ୍ୟରେ ବର୍ଷୁଛି ଟିକାଳେ। ଏହା ଶୁଣି ନନ୍ଦ ବୋଲେ ଆହେ ତପଚାରି, ତୁମ୍ଭ ଆଶୀର୍ବାଦେ ସର୍ବକୁଶଳ ମୋହରି। ଆବର କଥାଏ ମୁହିଁ କହୁଛି ଛାମୁର, 750 ବର୍ଷ ହୋଇଲା ମୋହର। ଆଜି ଯାଏ ପୁତ୍ର କନ୍ୟା କିଛି ନୋହିଲା, ବିଧାତା ପୁରୁଷ ମୋତେ ଏତେ କଷ୍ଟ ଦେଲା। ପୁତ୍ର ପାଇଁ ମନ କଷ୍ଟ କରିବଇଁ କେତେ, ଦୁହିତା ଗୋଟିଏ ସୁଦ୍ଧା ନ ମିଳିଲା ମୋତେ। ଆହେ ମହାମୁନି ତୁମ୍ଭେ ଦୟା ମୋତେ କଲ, ଶଙ୍ଖୁଳିବାର ନିମନ୍ତେ ମୋ ପୁରେ ଅଇଲ। ନାରଦ ବୋଇଲେ ତୋତେ କହୁଛି କଥାଏ, କର୍ମରେ ତୋହର ଅଛି ମିଳିବ ତ ନଏ। ଜଗତ୍କର୍ତ୍ତା ତୋର ଗୃହେ ହେବେ ଅବତାର, ହରି ବଳରାମ ତୋର ହୋଇବ କୁମାର। ଗୌଡ଼ କୂଳରେ ତୁହି ହୋଇଅଛୁ ଜାତ, ବ୍ରହ୍ମାଣ୍ଡର ନାଥ ନିଶ୍ଚୟ ହେବେ ତୋର ସୁତ। ନିରଞ୍ଜନ ପୁରୁଷକୁ ଘେନି ବୁଝେ ତୁହି, ପୂର୍ବ ଜନମର ଭାଗ୍ୟ ତୋହର ଛଇ। ଅନ୍ତପୁରରେ ଥାଇଣ ଯଶୋଦା ଜାଣିଲେ, ଆସି ମୁନିଙ୍କର ପାଦେ ନମସ୍କାର କଲେ। ମୁନି ବୋଇଲେ କଲ୍ୟାଣ ହେଉ ମହାମାଇ, ପୁତ୍ର ଦୁହିତା ହୋଇବେ ସନ୍ଦେହ କିମ୍ପାଇଁ। ଯଶୋଦା ବୋଇଲେ ଭାଗ୍ୟବତୀ ମୁଁ ଅଟଇ, ଭୋମୁନି ତୁମ୍ଭର ଦୟା ମୋ ଠାରେ ଅଛଇ। ତୁମ୍ଭର ଦୟା ଥିବାରୁ ଶଙ୍ଖଳିଲ ଥରେ, ପୂର୍ବ ଭାଗ୍ୟ ମୋର ଦୃଶ୍ୟ ହେଲା ମୁନିବରେ। ତୁମ୍ଭର କଲ୍ୟାଣ ହେଉ ମୋତେ ପରାପତ, ମହର୍ଷି ବୋଇଲେ ପୁନଃ ହେଉ ମନୋରଥ। କେଭେ ଜାଣ ଅନ୍ୟ ମତ ନୋହି ବଟିଏ ଏହା, ତୋର ଘରେ ଅବତାର ହେବେ ଚଉବାହା। ଏତେ କହିଣ ନାରଦ ବହନ ଉଠିଲେ, ଗୋପପୁର ଭିତରକୁ ବେଗେ ଚଳିଗଲେ। ପ୍ରଥମେ ମିଳିଲେ ଯାଇ ଦୁହିତା ମନ୍ଦିରେ, ତାହାର ଦୃଷ୍ଟି ପଡ଼ିଲା ନାରଦ ଉପରେ। ଦେଖିକରି ସହଚରି କରି ନମସ୍କାର, କିମର୍ଥେ ଏଥେ ବିଜୟ କଲ ମୁନିବର। କୃଷ୍ଣ ଆଜି ଯାଏ ଗୋପେ ନୋହିଲେ ଜନମ, କିସ ଦେଖିବା ନିମନ୍ତେ ଆସ ତପୋଧନ। ନାରଦ ବୋଇଲେ ଚିନ୍ତା ନ କର ଏଥିକି, ଥୋକେ ଦିନ ରହ ତୁମ୍ଭେ ସକଳ ଉପେକ୍ଷୀ। ଅବଶ୍ୟ ହିଁ ନାରାୟଣ ଆସିବେଟିଏ ଏଥେ, ଦୈବ ଭିଆଇ ଅଛି ଜାଣିଥାଅ ଚିତେ। ଦୂତି ବୋଲେ କେତେ ଦିନ ଶ୍ରୀକୃଷ୍ଣ ଆସିବେ, କହ ତୁମ୍ଭେ ମୁନିବର ଜାଣି ବୁଟି ଆମ୍ଭେ। ନାରଦ ବୋଇଲେ ତୁମ୍ଭେ ଶୁଣ ଗୋ ସମୂହ, ଦେବକୀ ଗର୍ଭ ମିଳିବେ ଆସିବେନି ଭାଇ। ଏଥିରେ ତୁମ୍ଭେ ସନ୍ଦେହ ନ କର ଗୋ କିଛି, ଅବଶ୍ୟ ଶ୍ରୀକୃଷ୍ଣ ହେବେ ନନ୍ଦ ରାଜା ବଛି। ଏତେ କହି ମୁନିବର ହୋଇଲେ ବାହାର, ଲଳିତାପୁରେ ମିଳିଲେ ବ୍ରହ୍ମାଙ୍କ କୁମାର। ତହିଁ ଲଳିତା ସଙ୍ଗତେ ଛନ୍ତି 10 ଗୋଇ, ସେଠାରେ ନାରଦ ମୁନି ପ୍ରବେଶିଲେ ଯାଇ। ଲଳିତା ଦେଖିଣ ତାଙ୍କୁ ଓଳଗି ବହନ, ନମସ୍କାର କଲା ମୁନି ବରଙ୍କ ଚରଣ। ଚରଣ ଉଦକ ନେଇ ଗର୍ଭକୁ ଖେପିଲା, ନିସ୍ତରିଲି ବୋଲିଣ ସେ ଶିରେ କର ଦେଲା। କରପତ୍ର ଯୋଡ଼ିଣ ସେ କହଇ ବଚନ, ଦିବ୍ୟ ଆସନରେ ତାଙ୍କୁ ବସାଇ ଦହନ। 10 ଗୋଟି ଗୋପାଳୁଣୀ ଅଛନ୍ତି ସାଙ୍ଗରେ, ସମସ୍ତେ ନମିଲେ ଆସି ମୁନିଙ୍କ ପୟରେ। ତାହାଙ୍କୁ କଲ୍ୟାଣ କଲେ ବ୍ରହ୍ମାଙ୍କ କୁମାର,
ପ୍ରାପ୍ତ ହେଉ ତୁମ୍ଭଙ୍କୁ ଶ୍ରୀକୃଷ୍ଣ ଯେବର। ନାରଦ ବଚନେ ହସିଲେ ଗୋପ ଗୋଇ, ବୋଇଲେ ଶ୍ରୀକୃଷ୍ଣ ବର ଭେଇଛ ଗୋସାଇଁ। ଗୁପ୍ତ ଭାବେ ପୂର୍ବ ଜନ୍ମ କଥା ପଚାରନ୍ତି, ସାବଧାନ ହୋଇ ତୁମ୍ଭେ ଶୁଣ ମହାଜତି। ଗୋପରେ ଜନ୍ମିବେ କୃଷ୍ଣ କରୁଅଛ ଆସ, ଏତେ ବିଳମ୍ବ କିମ୍ପାଇଁ କଲେ ପିତବାସ। ନାରଦ ବୋଇଲେ ଅଳ୍ପ ଦିନ ଥାଅ ରହି, ଅବଶ୍ୟ ପ୍ରାପ୍ତ ତୁମ୍ଭଙ୍କୁ ହୋଇବେ ଗୋସାଇଁ। ନାରଦଙ୍କ ବଚନରେ ସର୍ବେ ପ୍ରତ୍ୟେ ଗଲେ, କଲ୍ୟାଣ କରିଣ ତାଙ୍କୁ ନାରଦ ଉଠିଲେ। ବୀରାୟୁଧ ବୋଲି ନାମ ସେ ଗୋପାଳ ଦ୍ୱାରେ, ନାରଦ ଯାଇ ମିଳିଲେ ତାହାଙ୍କ ପାଶରେ। ସେ ଗୋପାଳ ମୁନିଙ୍କର ପାଇଣ ବାରତା, ମୁନି ପାଶେ ମିଳି ଜାଣିବାକୁ ତତ୍ତ୍ୱ କଥା। ସୁବର୍ଣ୍ଣ ଝରିରେ ଯମୁନାରୁ ଜଳ ନେଇ, ମୁନିଙ୍କ ଚରଣ ଦ୍ୱୟ ବେଗେ ପଖାଳଇ। ନମସ୍କାର କଲା ସେହି ମୁନିଙ୍କ ଚରଣ, ଭକତିରେ କରପତ୍ର ଯୋଡ଼ିଲା ଶିରେଣ। ଝିନ ବସନ ଘେନିଣ ଚରଣ ପୋଛିଲା, ରତ୍ନ ପଲଙ୍କ ଉପରେ ନେଇ ବସାଇଲା। କୃତାଞ୍ଜଳି ହୋଇଣ ସେ ବୋଲଇ ବଚନ, ବଡ଼ ଭାଗ୍ୟ ଆଜି ମୋର ଅଟେ ତପୋଧନ। ବ୍ରହ୍ମାଙ୍କର ପୁତ୍ର ମୋର ପୁରରେ ଆଗତ, ପୂର୍ବଜନ୍ମ ଭାଗ୍ୟ ଫଳ ଫଳିଲା ଏବେ ତ। ତାଙ୍କୁ ନାରଦ ବୋଲନ୍ତି ଶୁଣ ହୋ ଗୋପାଳ, କୁଶଳ ବାରତା କହ ଆମ୍ଭର ଆଗର। ମୁନିବର ପଚାରନ୍ତେ ଗଉଡ଼ କହଇ, ତୁମ୍ଭର କଲ୍ୟାଣେ ସବୁ କୁଶଳ ଅଟଇ। ଭିତରେ ଥାଇ ବିଶାଖା ସବୁ କଥା ଶୁଣି, ତତକ୍ଷଣେ ସେ ସ୍ଥାନକୁ ଅଇଲା ତରୁଣୀ। ଆବର 25 ଗୋପୀ ଥିଲେ ତାର ସଖୀ, ପଛେ ପଛେ ଗୋଡ଼ାଇଲେ ସେ ଆସିବା ଦେଖି। ନାରଦ ମୁନିଙ୍କ ପାଦେ ଓଳଗି ହୋଇଲେ, ଅନେକ ବିନୟୀ ହୋଇ ଚରଣ ବନ୍ଦିଲେ। ବୋଇଲେ ଆହେ ଗୋସାଇଁ କର ଅବଧାନ, କିମ୍ପାଇଁ ଏଥକୁ କରିଅଛ ଆଗମନ। ଆଜି ଯାଏ କୃଷ୍ଣ ଗୋପେ ନହିଲେ ଉତ୍ପନ୍ନ, କେମନ୍ତ ପ୍ରକାରେ ଆମ୍ଭେ ହୋଇବୁ କାରଣ। ଶ୍ରୀକୃଷ୍ଣ ବିହୀନେ ଆମ୍ଭେ ହୋଇଛୁ ଅନାଥ, ଅନାଥ ନାଥ କେମନ୍ତି ଆସିବଟିଏ ଥ। ନାରଦ ବୋଇଲେ ତୁମ୍ଭେ ନ ଭାଳ ଗୋ କେହି, ଅବଶ୍ୟ ହିଁ ଏଥକୁ ଆସିବେ ଭାବଗ୍ରାହୀ। ଅଳ୍ପ ଦିନ ଆଉ ତୁମ୍ଭେ ଅପେକ୍ଷା ଗୋ କର, ଗୋବିନ୍ଦ ହୋଇବେ ଆସି ନନ୍ଦର କୁମର। ତାହାଙ୍କୁ ପ୍ରବୋଧ ଦେଇ ନାରଦ ଉଠିଲେ, ସୁଧାକର ଗୋପାଳର ନବରେ ମିଳିଲେ। ସୁଧାକର ଗୋପାଳର ନବରେ ମିଳିଲେ। ଗୋରସ ଦହନ କାର୍ଯ୍ୟ ଲାଗିଛି ଗଉଡ଼, ସହସ୍ତରେ ଛନ୍ଦି ଅଛି ଗାଭୀକୁ ତାହାର। ଏମନ୍ତ ସମୟେ ଯାଇ ସେ ନାରଦ ମୁନି, ପ୍ରବେଶ ହୋଇଣ ତହିଁ କଲେ ବୀଣା ଧ୍ୱନି। ନାରଦଙ୍କ ବୀଣା ନାଦ ଶୁଣିଣ ଗୋପାଳ, ଧାଇଁ ଆସିଣ ମିଳିଲା ମୁନି ପାଦ ତଳ। ନାରଦ ମୁନି ତାହାକୁ ଆଶୀର୍ବାଦ କଲେ, ଚରଣରୁ ଧୂଳି ନେଇ ଶିରେ ବୋଳି ଦେଲେ। ପୁତ୍ର ପୌତ୍ର ଧନ ଧାନ୍ୟ ବଢ଼ିବ ତୋହର, ମୁନି ବୋଇଲେ ଗଉଡ଼ ଧୋଇଲା ପୟର। ଚରଣ ଦକ ନେଇଣ ଗର୍ଭକୁ ଖେପିଲା, ଧୂପ ଦୀପ ଦେଇ ସେହୁ ମୁନିଙ୍କୁ ପୂଜିଲା। ମସ୍ତକରେ କର ଦେଇ କୃତାଞ୍ଜଳି ହେଲା, ପ୍ରଣିପାତ କରିଣ ସେ ଭୂମିରେ ଶୋଇଲା। ନାରଦ ମୁନି ତାହାଙ୍କୁ କୁଶଳ ପୁଛିଲେ, ଗୋପାଳ ବୋଇଲା ସର୍ବେ ଅଛନ୍ତି କୁଶଳେ। ଗୌରବ ପାଇ ବସିଲେ କମୁନିବର, ଦୁଃଖ ସୁଖ କଥା ମାନ କରିଲେ ବିଚାର। ଭିତରେ ଥାଇ ସୁମେଧା ପାଇଲା ବାରତା, ବେଗ ବେଗ ହୋଇଣ ଯେ ଅଇଲା ପ୍ରମୋଦା। 65 ବାଳି ତାର ଅଟନ୍ତି ଯେ ସଖୀ, ତାହାଙ୍କୁ ଘେନି ପ୍ରବେଶ ହୋଇଲା ସୁମୁଖୀ।
ନାରଦ ମୁନିଙ୍କୁ ଦେଖି ହସିଲେ କାମିନୀ, କାହା ପାଇଁ ଆଗମନ କହ ମହାମୁନି। ତାହାଙ୍କୁ ଦେଖି ନାରଦ କଲ୍ୟାଣ ବାଞ୍ଛିଲେ, ଅହସୁଲକ୍ଷଣୀ ହୋଇ ବଞ୍ଚିଥାଅ ଭଲେ। ଶ୍ରୀକୃଷ୍ଣ ତୁମ୍ଭର ଜନ୍ମେ ଜନ୍ମେ ହେଉ ପତି, ଆମ୍ଭର ଏ ଆଶୀର୍ବାଦେ ତୁମ୍ଭେ ହୁଅ ସତୀ। ବିଷ୍ଣୁର ଭକତ ତୁମ୍ଭେ ଜନ୍ମେ ଜନ୍ମେ ଅଟ, ନିକଟରେ ନାରାୟଣ ସଙ୍ଗେ ହୁଅ ଭେଟ। ନାରଦ ବଚନେ ସର୍ବ ତରୁଣୀ ହସିଲେ, ତୁମ୍ଭ କଥା ସିଦ୍ଧ ହେଉ ସୁମେଧା ବୋଇଲେ। ଗୋପୀ ବୋଇଲେ ଶ୍ରୀକୃଷ୍ଣ ନୋହିଲେ ଜନମ, ଆମ୍ଭମାନଙ୍କର କଷ୍ଟ ଦେଖ ମୁନି ବ୍ରହ୍ମ। କେତେ କାଳେ କୃଷ୍ଣଚନ୍ଦ୍ର ଗୋପକୁ ଆସିବେ, ବିଶ୍ୱାସ ଜନମୁ ନାହିଁ ଆମ୍ଭ ମନେ କେବେ। ସୁମେଧାର ମନ କଥା ନାରଦ ଜାଣିଲେ, ପୂର୍ବ କଥା ମାନ ତାଙ୍କୁ ବୁଝାଇ କହିଲେ। ତୁମ୍ଭେମାନେ ହୃଦ ପଦ୍ମେ ନ କର ଗୋଖେଦ, ଅଳ୍ପ ଦିନ ପରେ ଏଥେ ଆସିବେ ଗୋବିନ୍ଦ। ଅଳ୍ପ ଦିନ ଅପେକ୍ଷା ଗୋ ତୁମ୍ଭେ କର କାଳ, ଗୋପାଳ କୂଳେ ଜନ୍ମିବେ ମଦନ ଗୋପାଳ। ଏମନ୍ତ ପ୍ରବୋଧି ତାଙ୍କୁ ମୁନିଙ୍କ ପ୍ରବର, ତକ୍ଷଣେ ସେହି ଠାବରୁ ହୋଇଲେ ବାହାର। ତିଳୋତ୍ତମା ମନ୍ଦିରକୁ କଲେ କଗମନ, ପ୍ରବେଶ ହୋଇଲେ ମୁନି ତାହାଙ୍କ ଦ୍ୱାରେଣ। ଅନ୍ତପୁରେ ଥାଇ ଜାଣିଲେ କ ତିଳୋତ୍ତମା, ଆମ୍ଭ ମନ୍ଦିରେ ଅଇଲେ ମୁନି ମହାତ୍ମା। ଗଙ୍ଗାନୀର ସୁବର୍ଣ୍ଣର ପାତ୍ରରେ ପୁରାଇ, ଗୃହର ଭିତରୁ ସେ ହୁଇଲା କଧାଇ। ସହସ୍ର ବାଳିକା ଥାନ୍ତି ତିଳୋତ୍ତମା ମୂଳେ, ସେମାନଙ୍କୁ ଘେନି ସେହୁ ଖେଳୁଥାଇ ଭୋଳେ। ମୁନିବରଙ୍କୁ ସମସ୍ତେ ନମସ୍କାର କଲେ, ସଲଜ ଭାବେଣ ଖଣ୍ଡ ଦୂରରେ ରହିଲେ। ତାହାଙ୍କ ଚରଣ ଧୋଇଲେ କ ତିଳୋତ୍ତମା, ଚରଣୋଦକ ଗର୍ଭକୁ ଖେପିଲା କବାମା। ତାଙ୍କୁ ସୁକଲ୍ୟାଣ ବାଞ୍ଛା କଲେ ମୁନିବର, ଶ୍ରୀକୃଷ୍ଣ ହୁଅନ୍ତୁ ତୁମ୍ଭମାନଙ୍କର ବର। ମୁନିଙ୍କର କଲ୍ୟାଣରେ ହସି ସର୍ବଆଳି, ଲଜ୍ଜା ଭାବ ଘେନି ମଥା ନଟେକନ୍ତି ବାଳି। ତିଳୋତ୍ତମା ବୋଲେ କହିଲ ତ ସମ୍ଭବ, ଏ ଜନ୍ମରେ ପାଇବୁ କି ଏଡ଼େ କବିଭବ। ଶ୍ରୀକୃଷ୍ଣଙ୍କ ଅଙ୍ଗ ସଙ୍ଗ ଆମ୍ଭେ କି ଲଭିବୁ, ଗୋବିନ୍ଦଙ୍କ ସୁଧାର ସମ୍ମୁଖରେ ପିଇବୁ। ଶ୍ରୀକୃଷ୍ଣ ଜନ୍ମ ଲଭିବେ ଆସି ଗୋପପୁରୀ, କେତେ କାଳ ହେଲା ଆମ୍ଭେ ଅଛୁ ଆଶ୍ରା କରି। ଏବେ ତୁମ୍ଭର ମୁଖରୁ ପାଇଲୁ ବାରତା, ତେଣୁ କରି ଆମ୍ଭ ମନୁ ଗଲା ସବୁ ଚିନ୍ତା। ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି ସ୍ମରି ଆମ୍ଭେ ନିତ୍ୟେ, କୃଷ୍ଣ ବିନୁ ଅନ୍ୟ କଥା ନ ଭାବୁ ଏ ଚିତ୍ତେ। କେତେ କାଳେ କୃଷ୍ଣନାଥ ଆସିବେ ଏଥକୁ, ତହିଁର ଚରିତ ଫେଡ଼ି କହିବା ଆମ୍ଭଙ୍କୁ। ନାରଦ ବୋଇଲେ ତୁମ୍ଭେ ନଭାଳ ଗୋଗୋଇ, ଅଳ୍ପ ଦିନେ ଆସିବେଟି ଏଥେ ଭାବଗ୍ରାହୀ। ତାହାଙ୍କୁ ପ୍ରବୋଧି ଦେଇ ତହୁଁ ଚଳିଗଲେ, ବୃନ୍ଦାବତୀପୁରେ ଯାଇ ପ୍ରବେଶ ହୋଇଲେ। ଷଡ଼ାର୍ଘ୍ୟ ଘେନିଣ ମୁନି ଚରଣେ ବନ୍ଦିଲା, ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା। 200 ଗୋପାଳୁଣୀ ତାଙ୍କ ସଙ୍ଗେ ମିଳି, ଜଣେ ଜଣେ ସର୍ବେ ଯାଇ କଲେନି ଉଛାଳି। ମୁନିବର ବୋଇଲେ ଗୋ ଉଠ ସର୍ବମାଏ, ବିଷ୍ଣୁର ଭକତ ହୋଇଥାଅ ସର୍ବଦାଏ। ଶ୍ରୀକୃଷ୍ଣ ବର ତୁମ୍ଭଙ୍କୁ ହେଉ ପରାପତ, ଜନ୍ମେ ଜନ୍ମେ ହୁଅ ତୁମ୍ଭେ ଶ୍ରୀକୃଷ୍ଣ ଭକତ। ନାରଦଙ୍କର ବଚନେ ସମସ୍ତେ ହସନ୍ତି, ମୁନିଙ୍କ ଚରଣେ ଶିର ଦେଇଣ ନମନ୍ତି। ତୁମ୍ଭେ ମହାମୁନି ଅଟ ସର୍ବଜ୍ଞ ପୁରୁଷ, ଆମ୍ଭମାନଙ୍କୁ କିମ୍ପାଇଁ କଲ ବିଶ୍ୱାସ। କେଉଁ ଜନ୍ମରେ ଶ୍ରୀକୃଷ୍ଣ ଦର୍ଶନ ପାଇବୁ, କୃଷ୍ଣଙ୍କର ବର୍ଣ୍ଣ ଚିହ୍ନ କେମନ୍ତେ ଜାଣିବୁ। ଶ୍ରୀକୃଷ୍ଣ ଗୋପେ ଜନ୍ମିବେ ଏହି ବାର୍ତ୍ତା ଶୁଣି, ଆଶ୍ରା କରି ରହିଅଛୁ ସବୁ ଗୋପାଳୁଣୀ। ନିରନ୍ତର କୃଷ୍ଣ ନାମ କରୁଛୁ ଗାୟନ,
ଭୋଜନ ଶୟନ ବେଳେ ଭଜୁ କୃଷ୍ଣ ନାମ, ଯେଣିକି ଚାହିଁଲେ ଏକା ଗୋବିନ୍ଦ ଦିଶଇ। ନୀଳାବଜଳ ମୂରତି ମନରୁ ନ ଯାଇ, କେତେ ଦିନେ କୃଷ୍ଣଚନ୍ଦ୍ର ଆସିବେ ଏଠିକି। ନିଶ୍ଚୟ ଦେଖିବୁ ଆମ୍ଭେ କମଳ ମୁଖ କି। ଗୋପୀମାନଙ୍କର ମନ ଜାଣି ମୁନିବର, ଚିନ୍ତା ନ କର ନିକଟେ ଆସିବେ ଶ୍ରୀଧର। ମନ ପ୍ରକୃତି ତାଙ୍କର ଜଗତ ଗୋସାଇଁ, ନିରନ୍ତର ଚିନ୍ତା କର ଜଗତ ଗୋସାଇଁ। ଏହି କହି ନାରଦ ଯେ ତହୁଁ ଚଳିଗଲେ, ବୀଣା ବଜାଇ ପଶନ୍ତି ଯାଇ ପ୍ରତି ଘରେ। 16 ଗୋପାଳୁଣୀ ଠାରୁ ପୂଜା ପାଇ, ହରିଧ୍ୱନି ସମସ୍ତଙ୍କ ଗୃହରେ ଶୁଭଇ। ଶ୍ରୀକୃଷ୍ଣ ବିନୁ ସେମାନେ ନ ଜାଣନ୍ତି ଆନ, ଲୟ ଲଗାଇ ଅଛନ୍ତି ଗୋବିନ୍ଦ ଚରଣ। ଦଧି ମନ୍ଥନେ କରନ୍ତି ଗୋବିନ୍ଦର ନାମ, କାର୍ଯ୍ୟ କରନ୍ତି ତୁଣ୍ଡରେ ଗାଇ କୃଷ୍ଣ ନାମ। ତାହାଙ୍କର ଭକ୍ତି ଭାବ ନାରଦ ଜାଣିଲେ, ଗୋପପୁରର ଭକତି ନାହିଁ ତିନି ପୁରେ। ଗୋବିନ୍ଦ ନାମ ସେମାନେ କ୍ଷଣେ ନ ଛାଡ଼ନ୍ତି, ମନ ପ୍ରକୃତିରେ କୃଷ୍ଣ ନାମ ଭଜୁଛନ୍ତି। ପ୍ରେମ ଭାବ ଭକତିରେ କୃଷ୍ଣଙ୍କୁ ପାଇବେ, କୃଷ୍ଣଙ୍କର ଅଙ୍ଗ ସଙ୍ଗ ନିଶ୍ଚୟ ଲଭିବେ। ଯେ ନାରାୟଣଙ୍କୁ ମୁନି ନ ପାଆନ୍ତି ଭେଟ, ମଦନର ଆରତରେ କୃଷ୍ଣ ହେବେ ଭେଟ। ଏହା ବିଚାରିଣ ମୁନି ହସି କର କର, ୟାଙ୍କ ପରି ଭକ୍ତ ନୁହନ୍ତି ତ ବେଦବର। ମହର୍ଷି ନାରଦ ଅତି ହର୍ଷେ ବୀଣା ବାଇ, ତହୁଁ ଖଣ୍ଡେ ଦୂରେ ଗଲେ ବେଗ ବେଗ ହୋଇ। ବୃଷଭାନୁପୁରେ ଯାଇ ହୋଇଲେ ପ୍ରବେଶ, ହରଷେ ତାଣ୍ଡବ ନୃତ୍ୟ କରି ବ୍ରହ୍ମ ଶିଷ୍ୟ। ବୃଷଭାନୁ ନାରଦଙ୍କ ଆସିବା ଜାଣିଲେ, କରପତ୍ର ଯୋଡ଼ି ତାଙ୍କ ଛାମୁରେ ମିଳିଲେ। ନମସ୍କାର କରି ତାଙ୍କୁ କହନ୍ତି ବଚନ, ବଡ଼ ଭାଗ୍ୟ ଆଜି ମୋର ଆହେ ତପୋଧନ। ଯମୁନାର ନିରସନ ଝରିରେ ପୁରାଇ, ମୁନିଙ୍କ ଚରଣ ରାଜା ଧୋଇଲେ କନେଇ। ଚରଣଦ କନେଇଣ ଗର୍ଭକୁ ଖେପିଲେ, ଝିନ ବସନରେ ତାଙ୍କ ଚରଣ ପୋଛିଲେ। ଆପଣା ନବର ଭିତରକୁ ଘେନି ଗଲା, ରତନ ଖଟ ଉପରେ ନେଇ ବସାଇଲା। ଷଡ଼ାର୍ଘ୍ୟ ଦେଇଣ ମୁନି ବରଙ୍କୁ ପୂଜିଲା, କୃତାଞ୍ଜଳି ହୋଇଣ ସେ ଆଗେ ଉଭା ହେଲା। ନାରଦ ମୁନି ତାଙ୍କର କଲ୍ୟାଣ ବାଞ୍ଚିଲେ, ପୁତ୍ର ପୁତ୍ରୀ ସହ ଆନନ୍ଦରେ ରହ ଭଲେ। କୁଶଳ ବାରତା ମାନ ତାହାଙ୍କୁ ପୁଛିଲେ, ସକଳ କୁଶଳ ମୁନି ତୁମ୍ଭ ପ୍ରସାଦରେ। ପୁତ୍ର ପୁତ୍ରୀ ବୋଲି ଯାହା ପଚାରିଲି ମୁନି, ମୋତେ ଦୈବ କରିଛି ତହିଁ ନିମାନି। ସତେ ଭାରି ଯାରେ ପୁତ୍ର ପୁତ୍ରୀ ନ ଜନ୍ମିଲା, ସଂସାର ମଧ୍ୟ ବିଧାତା ଅଲଗା କରିଲା। ଲେଖିଲା କର୍ମର କଥା ପୋଛି ନ ପାରଇ, ହୃଦର ବେଦନା ଆଉ କାରେ କହିବଇ। ତୁମ୍ଭେ ସର୍ବଜ୍ଞ ପୁରୁଷ ନ ଶୁଣ ବାକିସ, ତୁମ୍ଭର ଛାମୁରେ ମୁଁ କି କହିବି ବିଶେଷ। ଦୈବ ଭବିଷ୍ୟ ତୁମ୍ଭେ ଜାଣ ମୁନିବର, ଦିନେ ମୃଗ ୟାକୁ ଗଲୁ କାଳିନ୍ଦୀର ତୀର। ପଦ୍ମପତ୍ରେ ଶୋଇଥିଲା ଦୁହିତା ଗୋଟିଏ, ରୂପେ ପଟାନ୍ତର ତାକୁ ଭବେ କେହି ନୁହେଁ। ଚମ୍ପକ ପୁଷ୍ପ ପରାଏ ଦିଶେ ତାର କାୟ, ମୁଖ ଗୋଟିକ ଦିଶଇ ଶଶଧର ପ୍ରାୟ। ବାଳ ଅର୍କ ଜିଣି ତାର ଅଧର ଦିଶଇ, ସେହି ରୂପେ ବାଳ ଭାବେ ଅଛଇ ସେ ଶୋଇ। କଥା ଭାଷା କାହାକୁ ହିଁ କିଛି ନ କହଇ, ଏକି ସଚରିତ କହ ମୁନିବର ତୁହି। ମହାଋଷି ବୋଇଲେ କତହିଁ ଅଛି କଥା, ତୁମ୍ଭେ କହନ୍ତେ ଜାଣିଲି ମୁହିଁ ତଥ୍ୟ ବାର୍ତ୍ତା। ବଡ଼ ବ୍ୟାଧି ଗୋଟିଏ କତାକୁ ଆବରିଛି, ଦୈବର ବଳେ ଭଲ ହୋଇବ ମୃଗାକ୍ଷୀ। ଏତେ ବୋଲି ମୁନିବର ଧ୍ୟାନରେ ବସିଲେ, ଯୋଗ ବଳେ ସେହି କଥା ସବୁ ଜ୍ଞାତ ହେଲେ।
ସ୍ୱୟଂ କମଳାସୀନ ଜନମିଲେ ଥ ଗୋପରେ ଜନମ ଯହୁଁ ହେବେ ଗୋପୀନାଥ। ତେଣୁ କରି ଲକ୍ଷ୍ମୀ ଅଇଲେ କ ଆଗ ହୋଇ କୃଷ୍ଣ ଜନ୍ମ ନହିବାରୁ କଥା ନ କହଇ। ନବକ୍ଷୟୀ କନ୍ୟା ବାଳ ଭାବନ ଛାଡ଼ଇ ଯେଣୁ କରି ଗୋପପୁରେ କୃଷ୍ଣ ଆସିନାହିଁ। ପଦ୍ମବନ ଭିତରେ ସେ କନ୍ୟା ଶୋଇଥିଲା ଯେଣୁ କମଳ ବନରୁ ସେହୁ ଜାତ ହେଲା। ଏତେ ବିଚାରି ନାରଦ ମହାତପୋଧନ ବୋଲନ୍ତି ଶୁଣ ହୋ ବୃଷଭାନୁ ନୃପରାଣ। ସେ ଦୁହିତା କାହିଁ ଅଛି ଆମ୍ଭଙ୍କୁ ଦେଖାଅ ଦେଖିଲେ ଆମ୍ଭ ମନରେ ନଥିବ ସନ୍ଦେହ। ମୁନି କଥା ଶୁଣି ରାଜା ବହନ ଉଠିଲା ତାଙ୍କ ହସ୍ତ ଧରି ପୁର ମଧ୍ୟ ଘେନି ଗଲା। ସେହି ରାଧିକା ଶୟନ ମନ୍ଦିରକୁ ନେଇ ମୁନିବରଙ୍କୁ ପ୍ରବେଶ କରାଇଲା ତହିଁ। ବୋଇଲା ହୋ ଗୋସାଇଁ ଦେଖ ସାବଧାନେ ଏ କନ୍ୟା ଶୟନ କରିଥିଲା ପଦ୍ମବନେ। ନାରଦ ବୋଇଲେ ତୋତେ କହିବା କଥାଏ ଆମ୍ଭ ବୋଲ ଯେବେ କରି ବୁଟି ମହାରାଏ। ତେବେ ସେ ବ୍ୟାଧିରୁ ସିନା ମୁକ୍ତ କରିବା ଏକାନ୍ତ ଭାବରେ ଆମ୍ଭେ ମନ୍ଦିରେ ପଶିବା। ଦୁଇ ପାଖାନ୍ତରେ ଜନ କେହି ନ ରହିବେ ଏ ସନକ କଥା ତୁମ୍ଭେ ଶୁଣ ରାଜଦେବ। ଜନଶୂନ୍ୟ କରି ତୁମ୍ଭେ ଦିଅ ଏହି ସ୍ଥାନ କାହାରିକୁ ନ ଶୁଭିବ ଏହାଙ୍କ ବଚନ। ଗୋପନ ଭାବରେ ଏଥେ ଆସିବଟି ଯେହୁ ଅଭିଶାପ ପାଇବ ଜାଣିଥା ନୃପରାହୁ। ଦୃଢ଼ ବଦନେ ରାଜାକୁ ସତ୍ୟ କରାଇଲେ ମନ୍ଦିର ଭିତରେ ମୁନି ଏକାନ୍ତ ରହିଲେ। କବାଟ କିଳିଣ ମୁନି ଚାହାନ୍ତେ ତକ୍ଷଣ ଦେଖିଲେ କୋଟି ଚନ୍ଦ୍ର କି ଉଇଁଛି ମର୍ତ୍ତେଣ। ଅନ୍ଧାର ଘରେ ଚନ୍ଦ୍ର କି ଉଦେଜେ ହୋଇଲେ ନିର୍ଧୁନ ନଳ ପ୍ରାୟ ବହେ ବିରାଜିଲେ। ଭୟ କରି ମୁନିବର କତିକି ନ ଗଲେ ଖଣ୍ଡେ ଦୂରେ ଯାଇ ଆଡ଼ ହୋଇ ନ ରହିଲେ। କର ଯୋଡ଼ି ତାଙ୍କ ପାଶେ କରନ୍ତି ଦଇନି ଜୟ ଜୟ କମଳା ଗୋ ଜଗତ ଜନନୀ। ଦାରିଦ୍ର୍ୟ ଭଞ୍ଜନୀ ମାଗ ଦୁଃଖ ବିନାଶିନୀ କମଳ ଆସିନି ମାଗ କମଳ ନୟନୀ। କଳିକାଳ ଧ୍ୱଂସିନୀ ଗୋ କଷ୍ଟ ବିନାଶିନୀ ଭୃତ୍ୟ ଜନର ଆରତ ଫେଡ଼ ଠାକୁରାଣୀ। ଏମନ୍ତେ ଅନେକ ସ୍ତୁତି କଲେ ମୁନିବର କର ଯୋଡ଼ି ଉଭାଛନ୍ତି ପଲ୍ୟଙ୍କ ତଳର। ଯୋଗରେ ଧ୍ୟାନ କରିଣ ଦେବ ଥିଲେ ଶୋଇ ନାରଦଙ୍କର ସ୍ତୁତିରେ ଧ୍ୟାନ ମଗ୍ନ ହୋଇ। ଧ୍ୟାନ ଭଗ୍ନ ହନ୍ତେ ଦେବୀ ଉଠିଣ ବସିଲେ ଚକ୍ଷୁ ଫେଡ଼ି ନାରଦଙ୍କ ମୁଖକୁ ଚାହିଁଲେ। ନାରଦ ବୋଇଲେ କିମ୍ପା ଏ ରୂପ ହୋଇଲୁ କାହାରି ସହିତ କିମ୍ପା ସମସ୍ୟା ନ କଲୁ। ଆହାର ତୁହୀନ ଭକ୍ଷୁ କେବଳ କାରଣ ନିରାହାରରେ କେମନ୍ତେ ବଞ୍ଚୁ ତୁହି ଦିନ। ନାରଦ ବଚନ ଶୁଣି ବୋଲନ୍ତି ରାଧିକା ତୁମ୍ଭେ କେମନ୍ତେ ଜାଣିନ ଇଲ ହେକା। ଶ୍ରୀକୃଷ୍ଣ ଜନ୍ମ ନ ହୁଣୁ ଏହି ଗୋପପୁରେ ଆଗ କରି ମୋତେ ପଠାଇଲେ ଚକ୍ରଧରେ। ବୋଇଲେ ମଞ୍ଚରେ ଆମ୍ଭେ ଜନମ ଲଭିବୁ ନନ୍ଦ ଘରେ ଯାଇ ବାଳ କାଳରେ ରହିବୁ। ସେଠାରେ କରିବୁ 8 ବର୍ଷ ଜଳ କେଳି ଆଗ କରି ମୋତେ ପଠାଇଲେ ବନମାଳି। କେତେ କାଳ ମୁହିଁ ରହିଥିବ ଏଠାର ଆଜି ଯାଏ କିମ୍ପାଇଁ ନଇଲେ ଦାମୋଦର। କହ ଆହେ ମୁନିବର ଏଥିର ବିଧାନ ତୁମ୍ଭେ କିମ୍ପାଇଁ ଏଥକୁ କଲ ଆଗମନ। ନାରଦ ବୋଇଲେ କୋପ ନ କର ଗୋମାଏ ଏଥକୁ ଆସିବେ ନିକଟରେ ଦେବରାଏ। ଏଥିପାଇଁ ଚିନ୍ତା ତୁମ୍ଭେ ନ କର ଗୋ କିଛି ଶ୍ରୀକୃଷ୍ଣ ନିଶ୍ଚୟ ହେବେ ନନ୍ଦ ରାଜା ବତ୍ସୀ। ବସୁଦେବ ଦେବ କାର୍ଯ୍ୟେ ତାହାଙ୍କୁ ଆଣିବ ଏଠାରେ ସେ ଶ୍ରୀକୃଷ୍ଣଙ୍କୁ ଲୁଚାଇଣ ଯିବ। ଦେବକୀ ଗର୍ଭରେ ରହିଲେଣି ବାସୁଦେବ ଆଉ ମନେ କିଛି ତୁମ୍ଭେ ନ କର ଗୋ ଖେଦ। ଏବେ ବାଳିକାର ଭାବ ଛାଡ଼ସି ଗୋମାଏ ଶ୍ରୀମୁଖେ ବୃଷଭାନୁକୁ କହସି କଥାଏ। ତେବେ ସିନା କୃତାର୍ଥ ହୋଇବ ତାର ଦେହି
ଅପୁତ୍ରିକ ରାଜା ସେହୁ ପୁତ୍ର ପୁତ୍ରୀ ନାହିଁ, ତାହାର ଭାଗ୍ୟକୁ ତୁମ୍ଭେ ମିଳିଅଛ ଆସି। ତୁମ୍ଭଙ୍କୁ ଦେଖି ପାଶରୁ କଷ୍ଟ ନୃପ ଶଶୀ, ଉତ୍ତାନ ଶୟନ ଏବେ ଛାଡ଼ ଗୋ ଜନନୀ, ଖଟରୁ ଓହ୍ଲାଇ ଆସ ଆଗ ଗୋ ସାମଣି। ନାରଦ ବାକ୍ୟ ହସିଲେ ବୃଷଭାନୁ ଜେମା, ଖଟୁ ଓହ୍ଲାଇ ତଳକୁ ଓଇଲେ ସେ ବାମା। କପାଟ ଫେଡ଼ି ନାରଦ ହୋଇଲେ ବାହାର, ଡାକନ୍ତି ଆସ ହୋ ବୃଷଭାନୁ ନୃପବର। ଆଗରେ ଚାଲୁଅଛନ୍ତି ବ୍ରହ୍ମାଙ୍କ କୁମର, ତାଙ୍କର ମହିମା କିଏ କହିବ ମୁଖର। ଶ୍ରୀପୟରେ ଚାଲନ୍ତି ଯେ ଦେବୀ ଧୀରେ ଧୀରେ, ମତ ଗଜର ଗମନ ପଡ଼ଇ ମନରେ। ପ୍ରତ୍ୟକ୍ଷ ହିଁ ଲକ୍ଷ୍ମୀ ସେହୁ ଶ୍ରୀହରି ଘରଣୀ, ତାର ମୁଖ ଦେଖି ମୋହ ଯିବେ ସର୍ବ ପ୍ରାଣୀ। ଖଣ୍ଡ ଦୂରେ ଥାଇ ଦେଖିଲେ କନୃପରାଣ, ବେନି ହସ୍ତେ ଧରି ନେଲେ ବସାଇ କାଖେଣ। ନିସ୍ତରିଲି ବୋଲି ମନେ ଆନନ୍ଦ ଲଭିଲା, କୋଟିଏ ଲକ୍ଷ୍ମୀ ତାହାକୁ ପ୍ରାପ୍ତ ହୋଇଲା। ଆନନ୍ଦରେ ଅଶ୍ରୁ ଜଳ ବହଇ ରାଜାର, ନାରଦ ବୋଇଲେ ମତେ ପ୍ରତିକାର କର। ହୁଳହୁଳି ଦେଇଣ ଜନନୀ ମାନେ ନେଲେ, ସ୍ନାନ କରାଇ ଷଡ଼ରସ ଭୁଞ୍ଜାଇଲେ। ମହର୍ଷି ବୋଇଲେ ଯାଉଅଛୁ ନର ସାଇଁ, ଦୁହିତା ଗୋଟିକି ଯତ୍ନେ ପ୍ରତିପାଳ ନେଇ। ପ୍ରତ୍ୟକ୍ଷ ଲକ୍ଷ୍ମୀ ଏହି ଅଟଇ ଅବଳା, ଏହିଠାରେ ରାଜା କେଭେ ନ କରିବୁ ହେଳା। ଏହା ଯୋଗେ ସତପୁତ୍ର ହେବ ପରାପତ, ଏହି ଦୁହିତା ସକାଶୁ ହୋଇବୁ କୃତାର୍ଥ। ବଡ଼ ବ୍ୟାଧି ଗୋଟିଏ ଝିଅର ଅଙ୍ଗେ ଥିଲା, ଆମ୍ଭର କଲ୍ୟାଣେ ଦେହ ଆରୋଗ୍ୟ ହୋଇଲା। ଏତେ କହି ମୁନି ମନ ଦଣ୍ଡରେ ଚଢ଼ିଲେ, ବୃଷଭାନୁର ପୁରରୁ ଅନ୍ତର୍ଧ୍ୟାନ ହେଲେ। ଅମରପୁରରେ ଯାଇ ହୋଇଲେ ପ୍ରବେଶ, ସବୁ ଚରିତ କହିଲେ ଦେବତାଙ୍କ ପାଶ। ଗୋପର 16 ସହସ୍ର ଗୋପାଳୁଣୀ ଛନ୍ତି, ତାଙ୍କ ଭକତି ସମାନ ନାହିଁ କାହିଁ ପୃଥି। ଏକା ଶ୍ରୀକୃଷ୍ଣ ବ୍ୟତୀତ ନ ଜାଣନ୍ତି ଆନ, ମନ ପ୍ରକୃତିରେ ଭଜୁଛନ୍ତି ନାରାୟଣ। ତାଙ୍କ ଭକତି କି ଦେବତାଏ ନୁହେଁ ସରି, ଗୋପୀମାନଙ୍କର ସ୍ୱାମୀ ହେବେ ନରହରି। ଶୁଣିଣ ଦେବତା ମାନେ ସନ୍ତୋଷ ଲଭିଲେ, ନାରଦଙ୍କୁ ବହୁତ ସେ ପ୍ରଶଂସା କରିଲେ। ଶୁଣିଲ ଟିକି ଗୋ ତୁମ୍ଭେ ଭୀଷ୍ମଙ୍କର ଜେମା, ଏସନ ପ୍ରକାରେ ରାଧା ଅଟଇ ଉତ୍ତମା। ତୁମ୍ଭେ ଯେ ପଚାରିଥିଲ ମୋତେ ତ ସଚିତେ, ଏଥିପାଇଁ ଅପ୍ରତ୍ୟୟ କରୁଥିଲ ମୋତେ। ଶୁଣିନ ସକଳ ବାଳି ସନ୍ତୋଷ ଲଭିଲେ, ଗୋବିନ୍ଦଙ୍କ ବଚନରେ ମାୟାକୁ ଛାଡ଼ିଲେ। ଏଥୁ ଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟ ରସ, ପରୀକ୍ଷା ପୁଚ୍ଛା କରନ୍ତି ମୁନିଙ୍କର ପାଶ। ଏଥୁ ଅନନ୍ତରେ କିସ କଲେ ନରହରି, ସେହି କଥା ବିସ୍ତାରିଣ କହତ ପଚାରି। ରାଜାର ଭକତି ଭାବ ଦେଖି ମୁନିବର, ବୋଲନ୍ତି ଶୁଣ ହୋ ତୁମ୍ଭେ ଉତ୍ତରା କୁମାର। ତୁହି ଯେଣୁ ଭାଗ୍ୟବନ୍ତ ଅଟୁ ପୁଣ୍ୟ ଦେହି, ଗୁପ୍ତ କଥା ଶୁଣିବାକୁ ଇଚ୍ଛା କଲୁ ତୁହି। ସେହି କଥା ମାନ ମୁହିଁ କ୍ରମେ କହିବଇ, ଅଚ୍ୟୁତ ଦାସ କୃଷ୍ଣଙ୍କୁ ଶରଣ ମାଗଇ।